ଆସିଲା ନା ସାର୍? भाई माइक ओपन करंतु, बंद अच्छे। हाँ एबे हला हाँ हला वीडियो ऑन करंतु। वीडियो हाँ हला कोंतु। हाँ आज संध्या रे एही आलोचना चक्र को मु समस्त सहयोगी माननकु अभिनंदन जनावछि एवं मोर नमस्कार जनावछि। आलोचना चक्र रे गोटे सुंदर विषय को निर्वाचन करा जाय अछि जहा कि मधुमेह बा डायबिटीज। एइटी एमती गोटे रोग जहा कि केतेबेले हमको आक्रमण करे आमे जानि पारुना एवं जानिला परे भी आमे औषध पत्र खाइबा सत्वे भी ए रोगटी हमको कोआड़ को नहीं जीवो ता भी अनेक समय निर्णय करवा प्राय असंभव। आमे जहाँ देखुचु दिन को दिन मधुमेह रोगी संख्या बढ़ी चली एवं बहुत रोगी अन्य कारण डाक्तरखाना को आसी धरा जाओ मु जने सर्जन मो पाखक जने सर्जरी आसी प्रिलिमिनारी टेस्ट कला बेल को देखा जे तार बहुत हाई ब्लड सुगर अच्छी पचारे कह ब्लड सुगर तो मोर के ना माने से लोकटी जानी ना से केबे तार डायबिटीज है। डायबिटीज टा से भलिया गोटे रोग से कौन प्रकार लक्षण प्रकाश करे ना एवं परे भी केतेबेले से कॉम्प्लिकेशन होबो ता भी जानिबा कष्ट। अनेक समय जने लोक आसी तार गोड़े गोटे बड़ घा जोटा कि सुखु नथिबो परीक्षा कला पर जना पड़िबो सेटा डायबिटीज जो होइछे लोकटी किंतु जानि नथिबो तार डायबिटीज अछि बोले। एमती सब कथा आमे जदि विवेचना को नेबा डायबिटीज आम पई गोटे बहुत मारात्मक लोक। ए विषय रे आपण मानको सविशेष वैज्ञानिक दृष्टिकोण सविशेष आलोचना करिवे एठारे आम गहन उपस्थित अछंती डॉक्टर अमूल्य कुमार दास जे कि ए विषय रे विशेषज्ञ एवं से जने उत्तम ज्ञानी डाक्तर। ताको सहित मु आनंदपुर रे किछि दिन काम करथिली बहुत दिन तळे एवं एबे से एठी हमर आनंद भद्रक हॉस्पिटल ले सीनियर मेडिसिन स्पेशलिस्ट हिसाब रे काम करूछंती एवं डायबिटीज विषय रे तांकर ज्ञान मो ठारू कई गुणा अधिका। मु तांको अनुरोध करिबी से सर्वसाधारण को मेडिकल प्रोफेशनल्स एवं नॉन मेडिकल लोक मान बुझी पारिला भली भाषा रे डायबिटीज विषय रे वर्णना करी आपण मानकु से विषय रे किछि ज्ञान वितरण करिबे। मु एबे अनुरोध करछि डॉक्टर अमूल्य कुमार दास जे हम गण रे अछंती से ए आलोचना चक्र को आगो बढ़ाइबे। प्रणाम। हेलो डॉक्टर दास आरंभ करो। धन्यवाद सर।
स्वामी विवेकानंद लोक संसद ର ସମସ୍ତ ଙ୍କୁ ମୁଁ ଶୁଭ ସନ୍ଧ୍ୟା ଏବଂ ନମସ୍କାର। ସଞ୍ଚାଳକ ଡକ୍ଟର ଗୌରଚନ୍ଦ୍ର ଜେନା ସାରଙ୍କୁ ମୋର ପ୍ରଣାମ ଏବଂ ଅନ୍ୟ ସମସ୍ତ ସିନିୟର ମାନଙ୍କୁ ମୋର ପ୍ରଣାମ। ମୁଁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଷୟରେ କିଛି ମୋର ଧାରଣା ହିଁ ନଥିଲା। ଆମର ଏଠି କାର୍ଯ୍ୟରତ ସାର୍ ଯୋଉ ଅଛନ୍ତି ନାୟକ ସାର୍, ସିଏ ମତେ ଏ ବିଷୟରେ କହିଲେ ଆଉ କହିଲେ ଯେ ତମେ ଗୋଟେ ସ୍ୱାସ୍ଥ୍ୟ ବିଷୟରେ କିଛି ଗୋଟେ କହିବ, ଆମର ଗୋଟେ ଫୋରମ ଅଛି ସ୍ୱାସ୍ଥ୍ୟ ବିଷୟରେ କହିବ। ମୁଁ କହିଲି ଠିକ ଅଛି। ତ ଏ ଫୋରମ ଟା ଗୋଟେ ଏମିତି ଫୋରମ, ଏଇଥିରେ ଖାଲି ଡାକ୍ତର ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କର୍ମଚାରୀ ଯୋଉମାନେ ଅଛନ୍ତି ସେମାନେ ନାହାନ୍ତି, ଅନ୍ୟମାନେ ମଧ୍ୟ ଅଛନ୍ତି। ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ସାଧାରଣ ଭାଷାରେ ବୁଝେଇବା ପାଇଁ କି ବା କହିବା ପାଇଁ କି। ତ କେତେ ବୋଧଗାମୀ ହବ ସେଇଟାକୁ ଦେଖିବା। ଯେ ମଧୁମେହ ଗୋଟେ ଆବାହମାନ କାଳରୁ ରହି ଆସିଛି। ତାର ଡେଫିନେସନ ମଧୁମେହ ଇଟସେଲ୍ଫ, ମେହ ମାନେ ପରିସ୍ରାରେ ସୁଗାର ବା ଶର୍କରା ଯିବାଟାକୁ ମଧୁମେହ ଆମେ କହୁଛୁ। ତ ଆଗରୁ ଲୋକମାନେ ଡାଇଗ୍ନୋସିସ୍ କରୁଥିଲେ ପରିସ୍ରାରେ ଯଦି ଜନ୍ଦା ପିମ୍ପୁଡି ମାନେ ଲାଗୁଥିଲେ ତାକୁ ମଧୁମେହ ହୋଇଛି ବୋଲି ଆବାହମାନ କାଳରେ ସେଟାକୁ ଅତୀତରେ ସେମାନେ ଡାଇଗ୍ନୋସିସ୍ କରୁଥିଲେ, ସେମିତି ସନ୍ଦେହ କରୁଥିଲେ। ତ ଆଜି ତ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ଉଦ୍ଭାଦନ ହେଲାଣି। ତ ଲୋକମାନେ ସଚେତନ ହେଲେଣି। ସାର୍ ଯେମିତି କହିଲେ ବହୁତ ଲୋକ ଜାଣନ୍ତି ନାହିଁ ଯେ ତାଙ୍କର ଡାଇବେଟିସ୍ ଅଛି ବୋଲି। ତ ଡାଇବେଟିସ୍ ଟା କଣ? ଆମେ ଆମ ଶରୀରର ସମସ୍ତ ଯୋଉ କୋଷ ଅଛି ବା ଅର୍ଗାନ ଅଛି ସେଗୁଡା କାର୍ଯ୍ୟକ୍ଷମ କରିବା ପାଇଁ ବଳ ଦରକାର କରନ୍ତି। ସେଇ ବଳ କୋଉଠୁ ଆସେ? ଶକ୍ତି ଖାଦ୍ୟରୁ ଆସେ। ଖାଦ୍ୟ ଯେତେ 5 ପ୍ରକାର ଯୋଉ ଅଛି ତା ଭିତରେ ଶର୍କରା ଜାତୀୟ ଖାଦ୍ୟ ଯୋଉ ଡାଇଜେସନ ହଉଛି, ସେ ଡାଇଜେସନ ହେଲା ପରେ କୋଷ ଭିତରକୁ ଶକ୍ତି ବା ବଳ ନ ଯାଇ ପାରିବାଟା, ୟୁଟିଲାଇଜେସନ ନ ହେଇ ପାରିବାଟାକୁ ହିଁ ଡାଇବେଟିସ୍ କୁହନ୍ତି। ତାକୁ ଯଦି ନ ହେଇପାରିବ ସେଟା ତ ରକ୍ତରେ ଶର୍କରା ଅଂଶ ବଢିଯିବ। ଶର୍କରାଂଶ ନର୍ମାଲ ଆମର ଖାଲି ପେଟରେ 100 ମିଲିଗ୍ରାମ ତଳକୁ ରହିଲେ ଦାଟ ଇଜ ନର୍ମାଲ ଏବଂ ଖାଇସାରିବା ପରେ 140 ମିଲିଗ୍ରାମ ତଳକୁ ରହିଲେ ସେଟା ନର୍ମାଲ। ଡାଇବେଟିସ୍ କେତେବେଳେ କହିବା? ଯଦି ଖାଲି ପେଟରେ ରକ୍ତ ଶର୍କରା 126 ମିଲିଗ୍ରାମ ଉପରକୁ ଯିବ ଏବଂ 200 ଉପରକୁ ଖାଇସାରିବା ପରେ 200 ମିଲିଗ୍ରାମ ଉପରକୁ ଯିବ, ତାହେଲେ ଆମେ ତାକୁ ଡାଇବେଟିସ୍ ବୋଲି କହିବା। ତ ଆଉ ଗୋଟେ ମଜା କଥା ହଉଛି ଡାଇବେଟିସ ଲୋକଙ୍କ ସଂଖ୍ୟା ଯେତିକି ଅଛି ପ୍ରି ଡାଇବେଟିସ୍ ବା ଡାଇବେଟିସ୍ ହବ ହଉଛି ହେଇନାହିଁ ଭବିଷ୍ୟତରେ ହବ। ତ ସେଇ ପ୍ରକାର ଲୋକଙ୍କ ସଂଖ୍ୟା ଡାଇବେଟିସ ସଂଖ୍ୟା ଠୁ ବହୁତ ଅଧିକ ମାତ୍ରାରେ ଅଛି। ତ ପ୍ରି ଡାଇବେଟିସ୍ ପୁଣି କଣ? ଖାଲି ପେଟରେ ଯଦି ରକ୍ତ ଶର୍କରା 100 ରୁ 126 ଭିତରେ ଥିବ ଏବଂ ଖାଇସାରିବା ପରେ 140 ରୁ 199 ମଧ୍ୟରେ ଯଦି ଥିବ ତାହେଲେ ତାକୁ ଆମେ ପ୍ରି ଡାଇବେଟିସ୍ କହିବା। ଏଇ ଲୋକମାନଙ୍କର ଭବିଷ୍ୟତରେ ଡାଇବେଟିସ୍ ହବାର ସମ୍ଭାବନା ଅଧିକ ଅଛି। ତ କାରଣ କଣ? ଡାଇବେଟିସ୍ କାହିଁକି ହୁଏ? ତ ଡାଇବେଟିସ୍ ଗୋଟେ ଜନ୍ମଗତ ବୋଲି ସମସ୍ତେ କହନ୍ତି। ନିଶ୍ଚିତ ଭାବରେ ଏଇଟା ଜେନେଟିକାଲ ଡିଜିଜ କିଛି ମାତ୍ରାରେ। ଗୋଟେ ନିର୍ଦ୍ଦିଷ୍ଟ କାରଣ ପାଇଁ ଡାଇବେଟିସ୍ ହଉଛି ସେମିତି କିଛି ନାହିଁ। ତ ବିଭିନ୍ନ କାରଣ ନିର୍ଭର କରେ, ଏକରେ ଜେନେଟିକ, ଦୁଇରେ ଅସନ୍ତୁଳିତ ଆହାର। ଆମେ ଯୋଉ ଖାଦ୍ୟ ଖାଉଛୁ ସେ ଖାଦ୍ୟରେ ଆମେ ସନ୍ତୁଳନ ଆମର ନାହିଁ। ଆମେ ଜଙ୍କ ଫୁଡ ଖାଉଛୁ, ବେଶୀ ତେଲ ଜିନିଷ ଖାଉଛୁ, ମସଲା ଜିନିଷ ଖାଉଛୁ ଏବଂ ଆଜିର ଯୋଉ ଖାଦ୍ୟ ଖାଉଛୁ ସେଟା ବହୁତ ଅପମିଶ୍ରଣ ଖାଦ୍ୟ। ଅପମିଶ୍ରଣ ମାନେ ସବୁ ପ୍ରକାର କୀଟନାଶକ ଔଷଧ ଦିଆଯାଉଛି, ସବୁ ପ୍ରକାର ହରମୋନ ଦିଆଯାଉଛି। ଯୋଉଟା କି କେତିକି ପରିମାଣରେ କେତେବେଳେ ଦବା କଥା ସେଟା ଚାଷୀ ମାନେ ସେଇ ହିସାବରେ ଦଉନାହାନ୍ତି। ଯାହା ଫଳରେ କି ତାର ଯୋଉ ଟକ୍ସିନ ବା ବିଷାକ୍ତ ପ୍ରକ୍ରିୟା ଆମ ଦେହ ଉପରେ ପଡୁଛି। ତ ଖାଲି ଡାଇବେଟିସ ବୋଲି ନୁହେଁ, ଦେହର ପ୍ରତ୍ୟେକ ଅର୍ଗାନ ପ୍ରତ୍ୟେକ କୋଷ ସେ ଷ୍ଟ୍ରେନ ନଉଛନ୍ତି। ସେଥିପାଇଁ କି ପାକସ୍ଥଳୀରେ କ୍ୟାନ୍ସର, ଲିଭରରେ କ୍ୟାନ୍ସର, କିଡନୀ ଖରାପ, ଏଇ ପ୍ରକାର ସବୁ ପ୍ରକାର ରୋଗ ଆମ ପାଖରେ ଦେଖା ଦଉଛି। ଆଉ ଗୋଟେ ହଉଛି ଷ୍ଟ୍ରେସ୍। ଆମେ ମାନେ ବହୁତ ଷ୍ଟ୍ରେସ ରେ ରହୁଛୁ। ପ୍ରତ୍ୟେକ ଲୋକ ଆମର ବାପା ଜେଜେବାପା ଯେତିକି ମାନେ ଖୁସି ମନେ ରହୁଥିଲେ ସବୁ ଆମେ ମାନେ ସେତିକି ଖୁସିରେ ରହୁନୁ। ଷ୍ଟ୍ରେସ ହେଲେ ଆମ ଦେହରେ ବହୁତ ଖରାପ ହରମୋନ ଗୁଡା ସବୁ ଆଡ୍ରିନାଲିନ, ନର ଆଡ୍ରିନାଲିନ ଏଇ ଟାଇପ ର ହରମୋନ ସବୁ ବାହାରିବ। ଷ୍ଟ୍ରେସ ହେଲେ ସେଇ ହରମୋନ ଗୁଡା ଆମ ଦେହରେ ବିପରୀତ ଆସର ପକେଇବ, ନେଗେଟିଭ ଫଙ୍କସନ ସବୁ କରିବ। ତ ଷ୍ଟ୍ରେସ ଗୋଟେ କଥା। ଆଉ ଗୋଟେ ହଉଛି ମେଦବହୁଳତା, ମୋଟାପଣ, ଯୋଉଟା କି ଆମର ଯେତିକି ଆବଶ୍ୟକ ଓଜନ ତା ଠାରୁ ଆମେ ଅତ୍ୟଧିକ ଓଜନ ହେଇଯାଉଛୁ। ତା ପାଇଁ କାରଣ କଣ? ପୁଣି ସେଇ ଖାଦ୍ୟ ଏବଂ ଲ୍ୟାକ ଅଫ୍ ଏକ୍ସରସାଇଜ। ଆମେ ମାନେ କେହି କାମ କରୁନୁ। ଆଜିକାଲି ସମସ୍ତେ ମେସିନ ଉପରେ ଆମେ ସବୁ ନିର୍ଭର କରୁଛୁ। ନହେଲେ ଯଦି ବି ଆମେ କିଛି
ଉପାୟରେ ପଇସା ଅର୍ଜନ କରୁଛୁ। ଆମେ ବସିବା କାମ ବେଶୀ ହଉଛି, କମ୍ପ୍ୟୁଟର ସବୁ ହେଇଯାଇଛି, ଆମେ ବସୁଛୁ ଏବଂ ସେଥିରେ କାମ କରୁଛୁ। ତ ତାପରେ ବି ଆମେ କିଛି ଏକ୍ସରସାଇଜ କରୁନୁ, ଚାଲୁନୁ କି ସାଇକେଲିଂ କରୁନୁ, ସମସ୍ତେ ବାଇକ୍ ଚଢୁଛନ୍ତି, କେହି ସାଇକେଲ ଚଢୁନାହାନ୍ତି। ଚାଲିକି ଯିବା କଥା, ଗୋଟେ ଗାଁରେ ଗୋଟେ ପିଲାକୁ ଯଦି ଆମେ କହିବୁ ତୁ ଟିକେ ବାପା ଏଟା ଜାନି ନେଇ ଆସୁ ଦୋକାନରୁ, ତାକୁ ବି ବାଇକ୍ ଦରକାର, ଅଳ୍ପ ବାଟ ହେଲେ ବି ସେ ବାଇକ୍ ଚଢିକି ଯିବ, ନହେଲେ ସେ ଯିବନି, ମନା କରିବ ନା ମୁଁ ଯିବିନି। ତ ଆମର କିଛି ଦୈନନ୍ଦିନ ଚାଲିବା ଦରକାର, ମିନିମମ୍ ଅଧଘଣ୍ଟାରୁ 40 ମିନିଟ୍ ସପ୍ତାହରେ ଏଟଲିଷ୍ଟ 5 ଦିନ ଚାଲିଲେ ବି ଆମ ପାଇଁ ସେଟା ଯଥେଷ୍ଟ। ଏବଂ ଖାଇବାରେ ସଂଯମତା ଅବଲମ୍ବନ କରିବା, ଟିକେ ଲୋଭୀ ହବା ନାହିଁ। ଆମକୁ ଯେତିକି ଶରୀର ଏନର୍ଜି ପାଇଁ ଯେତିକି ଆବଶ୍ୟକ କରେ ସେତିକି ଖାଦ୍ୟ ଆମେ ନେବା। ଆଉ ଯଦି ଅଧିକ ନେବା ତାହେଲେ ମୋଟାପଣ ହବ। ଯେମିତିକା ଜଣେ ଲୋକ ରୋଜଗାର କରୁଛି ଏବଂ ଖର୍ଚ୍ଚ ବି କରୁଛି, ଯଦି ତାର ରୋଜଗାର ଟା ବେଶୀ ହେଲା ଖର୍ଚ୍ଚ କମ ହେଲା ତାହେଲେ କଣ ହବ? ବ୍ୟାଙ୍କ ବାଲାନ୍ସ ବଢିବ, ପଇସା ସବୁ ରହିବ ବ୍ୟାଙ୍କରେ। ଆମ ଦେହ କଥା ବି ସେମିତି, ଆମେ ଯଦି ରୋଜଗାର କରିବା ବେଶୀ, ମାନେ ଖାଇବା ବେଶୀ ଏବଂ ଖର୍ଚ୍ଚ କରିବା କମ, ଏକ୍ସରସାଇଜ କରିବା ନାହିଁ, ସବୁବେଳେ ସିଡେଣ୍ଟାରୀ ଲାଇଫ ମେଣ୍ଟେନ କରିବା, ତାହେଲେ ସେଗୁଡ଼ା ସବୁ ଜମା ହେଇକିନା ଚର୍ବି ଆକାରରେ ଆମ ଦେହ ବ୍ୟାଙ୍କରେ ରହିବ। ତ ସେଇଟା ପରବର୍ତ୍ତୀ କାଳରେ ଆମକୁ ରୋଗ ଆଡକୁ ଟାଣି ନବ। ଖାଲି ଡାଇବେଟିସ ବୋଲି ନୁହେଁ, ଆମର ଯୋଉଟା କରୋନାରି ଆର୍ଟେରୀ ଡିଜିଜ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ ଭଳିଆ ରୋଗ, ଓଜନ ବଢିଲେ ସେଇଟା ମଧ୍ୟ ହବ। ଆଉ ଗୋଟେ କାରଣ କଣ? ଆମେ ଯଦି ମନ ଖୁସିରେ ସବୁବେଳେ ଯଦି ଭଲ ନିଦ ଆମକୁ ନହେଲା, ସେଇଟା ଗୋଟେ କାରଣ। ଷ୍ଟ୍ରେସ ହେଲେ ନିଦ ହବନି, ନିଦ ନହେଲେ ବିଭିନ୍ନ ପ୍ରକାର ରୋଗ ହବ। ନିଦ ନହେଲେ ବି ଆମର ଦେହରେ ବିଭିନ୍ନ ପ୍ରକାର ଅର୍ଗାନିଜିମ ସେ ତା କାମ ଠିକ ସେ ତୁଲେଇ ପାରିବ ନାହିଁ। ସୁଷମ ଖାଦ୍ୟ ଖାଇବାର ଯଥେଷ୍ଟ ଆବଶ୍ୟକତା ରହିଛି। ସୁଷମ ଖାଦ୍ୟ କଣ? ଆଜିକାଲି ଯୋଉ ଆମେ ଖାଉଛୁ, ମାର୍କେଟରୁ ଆପଣ କଦଳୀ କିଣୁଛନ୍ତି, ଅମୃତଭଣ୍ଡା କିଣୁଛନ୍ତି, ଆନ୍ଧ୍ରରୁ ଟ୍ରକ ରେ କଷି କଦଳୀ ଗୁଡା ଆସୁଛି, ଯୋଉଟା କି ମାନେ ମେଚ୍ୟୁର ହେଇନାହାନ୍ତି। ତ ସେଗୁଡାକୁ ଆମେ କାର୍ବାଇଡ ଦେଇକିନା ପଚେଇକିନା ଖାଉଛୁ। ତାର ଦିଟା କାରଣ, ଗୋଟେ ହଉଛି ଯଦି ଗଛରେ ଫଳଟା ପାଚିଲା ତାହେଲେ ବହୁତ ସମୟ ସେ ନେଲା ଗଛ ରହିବା ପାଇଁ, ଗଛ ମାଟିରୁ ନ୍ୟୁଟ୍ରିଏଣ୍ଟସ ସବୁ ନେଇକି ସେ ଫଳଟାରେ ଭରପୁର କରିକି ରଖିଲା। ତ ଆମେ ଯଦି ସେ ରାଇପେନ୍ ଗଛରେ ପାଚିଲା ଫଳଟାକୁ ଖାଉଛୁ ତ ଆମେ ଭରପୁର ନ୍ୟୁଟ୍ରିଏଣ୍ଟସ ପାଉଛୁ। ଯଦି ଆମେ ପ୍ରିମେଚୁରଲି ତାକୁ ତୋଳି ଆଣୁଛୁ ଏବଂ ତାକୁ ମାନେ ନେଚୁରାଲ ୱେରେ ନ ହେଇକି ଆର୍ଟିଫିସିଆଲ ୱେରେ ତାକୁ ପଚେଇକିନା ଖାଉଛୁ, ତ ସେ ଆମକୁ ଯଥେଷ୍ଟ ନ୍ୟୁଟ୍ରିଏଣ୍ଟ ଦେଇପାରିଲା ନାହିଁ। ଆମେ ଖାଉଛୁ ଆପେଲ, ଖାଉଛୁ ଅମୃତଭଣ୍ଡା, ଖାଉଛୁ କଦଳୀ, ବଟ୍ ତା ଦେହରୁ ଯେତିକି ଆମକୁ ଭିଟାମିନ୍ସ ମିନେରାଲ୍ସ ମିଳିବା କଥା ସେତିକି ମିଳୁନାହିଁ। ଏଗେନ୍ ପୁଣି କେମିକାଲ୍ସ ଖାଉଛୁ, କେମିକାଲ ସେଥିରେ ଦେଇକିନା ସେ ରଖୁଛନ୍ତି, ପ୍ରିଜରଭେଟିଭ ଦେଇକି ରଖୁଛନ୍ତି, ଆମେ ସେଗୁଡାକୁ ଖାଉଛୁ। ଏଗୁଡା ଗୁଡାଏ ଫ୍ୟାକ୍ଟର ଅଛି ଯୋଉଗୁଡା କି ଆମକୁ ରୋଗକୁ ମାନେ ହବାରେ ସମ୍ଭାବନା ସାହାଯ୍ୟ କରୁଛି। ତ ଲକ୍ଷଣ କଣ କଣ ହେଲେ ଆମେ ଜାଣିବୁ? ଟ୍ରାଇପଡ୍ ଡାଇବେଟିସ ଡାଇଗ୍ନୋସିସରେ ଆଗରୁ କହନ୍ତି ବହୁତ ଭୋକ ହବ, ବହୁତ ଶୋଷ ହବ, ଆଉ ବହୁତ ପରିସ୍ରା ହବ, ସେଥିପାଇଁ ତାକୁ ବହୁମୂତ୍ର ରୋଗ ବୋଲି କହନ୍ତି। ତ କାହିଁକି ବହୁତ ଭୋକ ବହୁତ ଶୋଷ ହୁଏ? ରକ୍ତରେ ଯେତେବେଳେ ଗ୍ଲୁକୋଜର ପରିମାଣ ବଢିଯିବ ସେତେବେଳେ ରକ୍ତଟା ଟିକେ କନସେନଟ୍ରେଟେଡ ହେଇଯାଏ, ତ ଡିହାଇଡ୍ରେସନ ଷ୍ଟେଜକୁ ଯାଏ। ଡିହାଇଡ୍ରେସନ ଷ୍ଟେଜକୁ ଗଲେ ଜଣେ ଲୋକକୁ ସମୁଦ୍ର ମଝିରେ ସିଏ ଅଛି ଆଉ ତାକୁ ବହୁତ ଶୋଷ ହଉଛି, ପାଣି ଭିତରେ ରହିକି ମଧ୍ୟ ସେ ପାଣି ପିଇ ପାରୁନି। ସେମିତି ଆମର ସେଲ ଗୁଡା, ଜୀବକୋଷ ଗୁଡା ଗ୍ଲୁକୋଜ ଭିତରେ ଭର୍ତ୍ତି ହେଇକିନା ଅଛି, ବଟ୍ ତାକୁ ୟୁଟିଲାଇଜ କରିପାରୁନି। ତ ସେ ତାର ସେଥିପାଇଁ କନସେନଟ୍ରେସନ ଡିହାଇଡ୍ରେସନ ହେଇକିନା ତାକୁ ଶୋଷ ବହୁତ ହବ। ଯେହେତୁ ସିଏ ସେଲ ୟୁଜ କରିପାରୁନାହିଁ, ଏନର୍ଜି ପାଇପାରୁନାହିଁ, ଏନର୍ଜି ପାଇବା ପାଇଁ ହେଲେ ଭଗବାନ ଆମକୁ ଗୋଟେ ନେଚୁରାଲ ୱେ ଦେଇଛନ୍ତି, ଭୋକ ହବ ତ ଆମେ ଖାଦ୍ୟ ଖାଇବୁ। ତ ଯେହେତୁ ଏନର୍ଜି ଭରପୁର ରହିଛି ଗ୍ଲୁକୋଜ ବଟ୍ ୟୁଟିଲାଇଜେସନ ହେଇପାରୁନାହିଁ, ସେଥିପାଇଁ ତାକୁ ସେଲ ବହୁତ ଏନର୍ଜି ପାଇବା ପାଇଁ ଚାହୁଁଛି, ତ ସେଟା ଭୋକ ହବ, ଆମର ବ୍ରେନ ଷ୍ଟିମୁଲେଟ ହେଇକି ଭୋକ ହଉଛି। ଆଉ ବହୁତ ପରିସ୍ରା କାହିଁକି ହବ ନା, ୟୁରିନ ରେ ସୁଗାର ଗୁଡା ଯେତେବେଳେ ପାସ୍ କରିବ ସେତେବେଳେ ସେଟା କନସେନଟ୍ରେଟେଡ ହେଇକି ରହିଥିବ, ତ କନସେନଟ୍ରେଟେଡ ୟୁରିନ ବହୁତ ଥର ହବ। ଏଇ ତିନୋଟି ଲକ୍ଷଣ ବ୍ୟତୀତ ସାର୍ ଯେମିତି କହିଲେ ବହୁତ ଲୋକ ଆସିଥିବେ ଅଲଗା କାମ ପାଇଁକିନା ଆକ୍ସିଡେଣ୍ଟାଲି ଡିଟେକ୍ସନ ହେବେ। ଦି ତିନିଟା ତା ଭିତରେ ବହୁତ କମନ। ଗୋଟେ ହଉଛି ଫ୍ରୋଜେନ ସୋଲ୍ଡର, କାନ୍ଧକୁ ଆମେ ଯୋଉ ହାତ ସୋଲ୍ଡର ଜଏଣ୍ଟରେ ତାକୁ ମୁଭମେଣ୍ଟ କଲା ବେଳେ ପେନ୍ ହବ। ଫ୍ରୋଜେନ ସୋଲ୍ଡର ଗୋଟେ କମନ କଜ ହଉଛି ଡାଇବେଟିସ ଗୋଟେ ଲକ୍ଷଣ। ଆଉ ଗୋଟେ ହଉଛି ବାଲାନାଇଟିସ, ଭଲଭୋ ଭେଜାଇନାଇଟିସ, ପରିସ୍ରା ଘରେ କୁଣ୍ଡେଇ ହେଇକିନା ଫଙ୍ଗାଲ ଇନଫେକ୍ସନ ହବ। ବୋଥ ପୁରୁଷ ଲୋକ ଏବଂ ସ୍ତ୍ରୀ ଲୋକ, ସେମାନେ ସେଇ କାରଣ ପାଇଁ ଆସିଥିବେ ବଟ୍ ବ୍ଲଡ ଟେଷ୍ଟ କଲା ବେଳକୁ ଡାଇବେଟିସ ବାହାରି ପଡିବ। ସାର୍ ଯେମିତି କହିଲେ ଅପରେସନ ହବା ପାଇଁ ଆସିଥିବ, ରୁଟିନ ଟେଷ୍ଟ କଲା ବେଳକୁ ଡାଇବେଟିସ ବାହାରି ପଡିବ। ଆଉ କେତେ ଜଣ ଲୋକଙ୍କର ଘା ଶୁଖି ନଥିବ, କେତେ ଜଣ ଲୋକଙ୍କର ଓଜନ କମିଯିବ, ଅନଏକ୍ସପ୍ଲେନ୍ଡ ୱେଟ ଲସ୍।
ଆସିକି କହିବ ସାର୍ ମୋର ଓଜନ କମି ଯାଉଛି, ପେଣ୍ଟ ଢିଲା ହେଇଯାଉଛି ସବୁ, ତାକୁ ପରୀକ୍ଷା କଲେ ମଧ୍ୟ ଡାଇବେଟିସ୍ ବାହାରିବ। ଡାଇବେଟିସ୍ ସାଧାରଣତଃ 3 ପ୍ରକାରର। ଗୋଟେ ହଉଛି ଛୋଟ ପିଲାମାନଙ୍କ କମ ବୟସରେ ଯୋଉଟା ହୁଏ ତାକୁ କୁହନ୍ତି ଟାଇପ 1 ଡାଇବେଟିସ୍। ଆଉ ବଡ ଲୋକମାନଙ୍କର ଯୋଉଟା ବୟସ୍କ ଲୋକମାନଙ୍କର ହୁଏ ଟାଇପ 2 ଡାଇବେଟିସ୍। ଆଉ ଗୋଟେ ହଉଛି ଗର୍ଭଧାରଣ ସମୟରେ ଗୋଟେ ଡାଇବେଟିସ୍ ହୁଏ, ତାକୁ କୁହନ୍ତି ପ୍ରେଗନେନ୍ସି ଇଣ୍ଡ୍ୟୁସ୍ ଡାଇବେଟିସ୍। ତ ସାଧାରଣତଃ 90% ହଉଛନ୍ତି ଟାଇପ 2 ଡାଇବେଟିସ୍ ବା ବଡ ଲୋକମାନଙ୍କର ଯୋଉ ଡାଇବେଟିସ୍ ଟା ହୁଏ। ଡାଇବେଟିସ୍ ଟା କାହିଁକି ଆମେ ଡରିବୁ ତାକୁ? ସେ ବି ସବୁ ରୋଗ ଭଳିଆ ସେ ବି ଗୋଟେ ରୋଗ, ତାକୁ ଏତେ ଡରିବାର କଣ କାରଣ ଅଛି? ସିଏ ଗୋଟେ ହଉଛି ସାଇଲେଣ୍ଟ କିଲର। ଲୋକ ଜାଣି ପାରୁନଥିବ, ସେ ଧୀରେ ଧୀରେ ଯେମିତି ଉଇ ବା ଯୋଉ କାଠକୁ ଘୁଣ ଖାଏ, ଯେ ଧୀରେ 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 ଆମ ସବୁ ଅର୍ଗାନକୁ ନଷ୍ଟ କରିଦିଏ। ସବୁ ଅର୍ଗାନ, ଆଖି ରେଟିନୋପାଥି ହେଇପାରେ, ପେରିଫେରାଲ ନ୍ୟୁରୋପାଥି ହେଇପାରେ, ହାର୍ଟ ଆଟାକ ବି ହେଇପାରେ, କିଡନୀ ଫେଲିଓର ହେଇପାରେ। ସବୁତକ ଅର୍ଗାନକୁ ସେ ଅକାମୀ କରିଦିଏ। ତ ମଲ୍ଟି ଅର୍ଗାନ ମଲ୍ଟି ଡିସିପ୍ଲିନାରୀକୁ ସିଏ ନଷ୍ଟ କରିଦିଏ, ସେଥିପାଇଁ ତାକୁ ଡରନ୍ତି ଆମେ। ତ ତାକୁ କେମିତି ଆମେ କମ୍ବାକ୍ଟ କରିବା ବା ତାକୁ କୋଉ ଉପାୟରେ ତାକୁ ଆମେ ପ୍ରିଭେନସନ କରିପାରିବା? ୱାନ୍ସ ଡାଇବେଟିସ୍ ହେଇସାରିଲା ପରେ ତାକୁ ତ ଚିକିତ୍ସା ନିହାତି ଦରକାର। ପ୍ରଥମତଃ ଆମେ ଡାଏଟ ଆଣ୍ଡ ଏକ୍ସରସାଇଜ କହୁଛୁ। ଯୋଉମାନଙ୍କର ପ୍ରି ଡାଇବେଟିସ୍ ଷ୍ଟେଜରେ ଅଛନ୍ତି, ଡାଇବେଟିସ୍ ନ ହବା ପାଇଁ ତାଙ୍କୁ ବେଶୀ ପ୍ରିଭେନସନ ଦରକାର। ଯଥା ସୁଷମ ଖାଦ୍ୟ ଖାଇବେ ଏବଂ ଡେଲି ରେଗୁଲାର ଏକ୍ସରସାଇଜ କରିବେ। ଏକ୍ସରସାଇଜ ମାନେ ନୁହଁ କି ଜିମ୍ ଯିବା ଦରକାର କି ବହୁତ ଭିଗରସ୍ ଏକ୍ସରସାଇଜ କରିବା, ଖାଲି ଚାଲିଲେ ମଧ୍ୟ ହବ। ଅଧଘଣ୍ଟାରୁ 40 ମିନିଟ୍ ଆମେ ପ୍ରତିଦିନ ଚାଲିବା, ଝାଳ ବୋହିବା ପର୍ଯ୍ୟନ୍ତ ଟିକେ ଚାଲିବା ବା ସାଇକ୍ଲିଂ କରିବା। ଅଳ୍ପ ଦୂର ଯିବା ପାଇଁ ହେଲେ ଆମେ ବାଇକ୍ ୟୁଜ୍ ନ କରି ଚାଲି ଚାଲି ଯିବା। ତ ଏମିତି ନିଜର ଆଟିଚ୍ୟୁଡ ଚେଞ୍ଜ କଲେ ସେଟା ଅଟୋମେଟିକାଲି ଆମର ଚାଲିବା ହେଇଯିବ ବା ଏକ୍ସରସାଇଜ ହେଇଯିବ। ଏବଂ ଖାଇବା ବିଷୟରେ ତ ମୁଁ ଯାହା କହିଲି, ସେଇ ଭିତରେ ସନ୍ତୁଳିତ ଖାଦ୍ୟ ଖାଇବା, ବେଶୀ ତେଲ ଜିନିଷ ଘିଅ ଜିନିଷ ଆମେ ଖାଇବାନି। ସ୍ପେସିଫିକାଲି ରେଡ୍ ମିଟ୍ ଯୋଉଟା ଖାସି ମାଂସ, ଏଗ୍ ୟକ୍, କ୍ରାବ କଙ୍କଡା, ଚିଙ୍ଗୁଡି ମାଛ, ଏଗୁଡାରେ କୋଲେଷ୍ଟ୍ରଲ ଭରପୁର ଅଛି। ତ ସେଇ ଜିନିଷ ଗୁଡାକୁ ଆମେ ଆଭଏଡ କରିବା। ତେଲ ଭାଜି, ଫାଷ୍ଟ ଫୁଡ, ଜଙ୍କ ଫୁଡ, ଏଗୁଡାକୁ ଆମେ ସାଧାରଣତଃ ଦୂରରେ ରହିବା। ଯେ ଆମର ଯୋଉ ପୂର୍ବପୁରୁଷ ତାଙ୍କୁ କାହିଁକି ଏତେ ହଉନଥିଲା, ଆମକୁ କାହିଁକି ହଉଛି? ଆମ ଏରିଆରେ ସାଉଥ ଇଷ୍ଟ ଏସିଆରେ ଜେନେଟିକାଲି ଆମେ ମାନେ ପ୍ରିଡିସ୍ପୋଜ ଟୁ ଡାଇବେଟିସ୍। ପୃଥିବୀରେ ଦେଖାହେଇଛି ତ କୁହାଗଲାଣି ଯେ ଇଣ୍ଡିଆ ଇଜ ଦ ଡାଇବେଟିକ କ୍ୟାପିଟାଲ ଅଫ ୱାର୍ଲଡ। ତାମାନେ ପୃଥିବୀର ଡାଇବେଟିସ୍ ଯେତିକି ଲୋକ, ମ୍ୟାକ୍ସିମମ୍ ଲୋକ ଅଛନ୍ତି ଇଣ୍ଡିଆରେ। ଇଣ୍ଡିଆଟା ଯାଉଛି ସାଉଥ ଇଷ୍ଟ, ଚୀନ, ଜାପାନ, ଇଣ୍ଡିଆ, ଏଇ ସବୁ, ଶ୍ରୀଲଙ୍କା। ତ ଆମ ଏରିଆରେ ଏଇଟା ଜେନେଟିକାଲି ଆଗରୁ ଅଛି। ସେ ମୌକା ଖୋଜି କେତେବେଳେ ପ୍ରସ୍ଫୁଟିତ ହବ। ଆମେ ଯଦି ତାକୁ ଉତ୍ତମ ଉର୍ବର ମୌକା ଦେଇଦେଲୁ, ଏଇ ସବୁ ଜିନିଷ କରିକିନା ଇଆଡୁ ସିଆଡୁ ଖାଇବା, ଖାଇବାରେ ସଂଯମତା ରଖିବାନି, ଏକ୍ସରସାଇଜ କରିବାନି, ତ ତାହେଲେ ସେ କ୍ଲିନିକାଲି ସେ ଦେଖାଦବ। ନହେଲେ ଯଦି ଆମେ ତାକୁ ମାନିବା, ସେ ସେମିତି ସପ୍ରେସ ହେଇକି ମଧ୍ୟ ରହିଥିବ। ପ୍ରି ଡାଇବେଟିକ୍ ଷ୍ଟେଜରେ ଲୋକମାନେ ରହିଯିବେ, ତାକୁ ଡାଇବେଟିସ୍ ହବନି ଆଉ। ତ ପ୍ରି ଡାଇବେଟିସ୍ ମାନଙ୍କୁ ଆମେ ବେଶୀ ଗୁରୁତ୍ୱ ଦେବା ଉଚିତ। ଆଉ ୱାନ୍ସ ଓଭର ଡାଇବେଟିସ୍ ହେଇସାରିଲାଣି, ତାକୁ ପ୍ରଥମେ କଣ କରିବା ନା ତାକୁ ଆମେ ଡାଏଟ ଆଣ୍ଡ ଏକ୍ସରସାଇଜରେ ରଖିବା। ମାସେ ଅପେକ୍ଷା କଲୁ, କିଛି କମିଲାନି, ପୁଣି ଆମ ଲେଭେଲ ଉପରକୁ ଗଲା, ମାନେ ଖାଇସାରିବାଟା 126 ଉପରେ ରହିଲା ଏବଂ ଖାଇବା ପୂର୍ବଟା 126 ଉପରେ ରହିଲା ଏବଂ ଖାଇସାରିବାଟା 200 ଉପରେ ରହିଲା। ତ ଆମେ ତାକୁ ଔଷଧ ଦବୁ। ଔଷଧ ଦୁଇ ପ୍ରକାର, ଗୋଟେ ଖାଇବା ଔଷଧ ଅଛି, ଆଉ ଗୋଟେ ଇନସୁଲିନ ଇଞ୍ଜେକ୍ସନ ଅଛି। ଇନସୁଲିନ ଟା ପୁଣି କଣ? ଆମର ଦେହରେ ପାନକ୍ରିଆସ ବୋଲି ଗୋଟେ ଗ୍ରହଣୀ, ଯୋଉଟାକୁ ଓଡିଆରେ କୁହନ୍ତି, ସେଇଥିରେ ବିଟା ସେଲ ଅଛି। ସେଇ ବିଟା ସେଲ ରୁ ଇନସୁଲିନ ବାହାରେ। ଇନସୁଲିନ ହଉଛି ଗୋଟେ ହରମୋନ, ସେ ବିଟା ସେଲ ରୁ ବାହାରେ। ଆମେ ଯେତେବେଳେ ଖାଦ୍ୟ ଖାଉ, ହରମୋନାଲ ବା ନ୍ୟୁରୋଲୋଜିକାଲ ସିଗ୍ନାଲ ପଳେଇଯାଏ ସେଠିକି ପାନକ୍ରିଆସକୁ। ବିଟା ସେଲ ସେତିକି ବେଳେ ଆମେ ଏଠି ମୁହଁରେ ଖାଇଲା ବେଳକୁ ବିଟା ସେଲ ସେଠି ଇନସୁଲିନ ସିକ୍ରିସନ କରିବା ଷ୍ଟାର୍ଟ କରିଦିଏ। ଇନସୁଲିନ ର କାମ କଣ? ଇନସୁଲିନ ହଉଛି ଗୋଟେ ଗେଟ୍ କିପର। ଯେମିତି ଆପଣ ଧରନ୍ତୁ ଟିକେଟ କଲେ, ପିକ୍ଚର ହଲ ଭିତରକୁ ଯିବେ, ଗେଟରେ ପଶିଲେ ଗୋଟେ ଗେଟ କିପର ଗୋଟେ ଥାଏ। ଆପଣ ଟିକେଟ କରିଛନ୍ତି, ଗେଟ ପାଖକୁ ଗଲେ, ବଟ୍ ଗେଟ କିପର ସେଠି ଆପଣଙ୍କୁ ଛାଡିଲାନି। ଗେଟ କିପର ହଉଛି ଇନସୁଲିନ। ସିଏ ଆପଣଙ୍କୁ ଦେଖିଲା ଟିକେଟ ଅଛି, ସେ ତାପରେ ଭିତରକୁ ଛାଡିଲା। ଭିତରଟା ହଉଛି ସେଲ। ତ ବାହାରେ ଯୋଉ ଗ୍ଲୁକୋଜ ରହିଲା, ଆମେ ମାନେ ଗ୍ଲୁକୋଜ, ଗେଟ କିପର ଇନସୁଲିନ ଦ୍ଵାରା ଆମେ ସେଲ ଭିତରକୁ ଗଲୁ ଏବଂ ଗ୍ଲୁକୋଜ ତାପରେ ୟୁଟିଲାଇଜ ହେଲା। ଇଟ ଇଜ ଦ ବେସିକ ଜିନିଷ, ବେସିକ ମେଟାବଲିଜିମ ଅଫ କାର୍ବୋହାଇଡ୍ରେଟ। ଶର୍କରା ଜାତୀୟ ଖାଦ୍ୟରେ ଏଇଟା ହଉଛି ମେଟାବଲିଜିମ। ତ ଗେଟ କିପର ଇନସୁଲିନ ଟା ଯଦି ନ ଛାଡିଲା ଗ୍ଲୁକୋଜକୁ ବା ଖାଇବାକୁ, ତ ସେଲ ଖାଇପାରିବନି।
तो दुईटा कारण गोटे बीटा सेल कम सिक्रिशन हुए कम क्षरण हुए आ गोटे होची इन्सुलिन रेजिस्टेंस जो इन्सुलिन टा भी तैयारी होची सेल ताको ग्रहण करि पारु नाही ए दुईटा मेकानिज्म रे रक्त रे शर्करा अंश बढ़ी जाए जो शर्करा अंशटा बढ़िला ग्लूकोजटा बढ़िला ब्लड रे से विभिन्न ऑर्गन रे डिपोजिट हेकिना इन्फ्लामेशन करिवो बा तार विष प्रक्रिया से आरंभ करिवो विष प्रक्रिया आरंभ करले ए जो जेमति पेरिफेराल न्यूरोपैथी डायबिटीज लोकर बहुत दिन हेले गोड़ जळिवो गोड़ क्षत हबो से तार सेंसरी लॉस हेतिवो से ताकू जानि परिबोनी इन्फेक्शन बढ़ी बढ़ी जीवो गैंग्रीन हबो एम्पुटेशन हबो ता गोड़ कटा जाय कथा जाय से प्रकार जिनस सब हबो से जानि नथिवो ताकू तार डायबिटीज थिबो से जानि नथिवो से किडनी नष्ट हो जाइतो किडनी नष्ट होले लक्षण कोन ताकू भोक लागिबोनी आउ से बांती बांती लागिवो सेही सिम्पटम नै कि आपन पाखु आस्थिवो जदि ताको आमे परीक्षा करू देखु जे तार किडनीटा नष्ट होइतो एवं तार प्राइमरी कॉज भी डायबिटीज थिबो से लोक से जानि नथिवो से खाली भोक होनी बोली आस्थिवो एमिति बहुत क्षेत्र रे हुए तो आमर लक्ष्य आमे केमति ऑर्गन गुडा को प्रोटेक्शन दबा तो कॉम्प्लिकेशन रु निवृत्त रहिया पई केले हमकु नियमित औषध व्यवहार करिया को पड़िबो एवं नियमित डाक्तरंकर परामर्श ग्रहण करिया को पड़िबो बहुत लोक अछंती सी भावती कि कौन कि प्रेस्क्रिप्शन मासे पर्यंत औषध लिखा जाए सी भावती कि मासे खाईदेली मोर हो गला तापर से आसती देखा दर्शन दियंती पुणी कॉम्प्लिकेशन नहीं आसती किछि लोक अछंती अलगा औषध सब खाती चेरमुड़ी सब खाती ये सब औषध खाती पुणी कॉम्प्लिकेशन नहीं आसती तो आम मानक आपण मानक थ्रो रे बा किछि गोटे मास मीडिया रे हमको हेल्थ एजुकेशन दबार बहुत आवश्यकता अछि जोटा लोक मानक पाखरे सही मेसेज पहुंचेबा को अछि जे डायबिटीज किमती प्रिवेंट करि हबो एवं जदी हेला तापर केमती उपचार करि हबो जहा फल रे कि मनुष्यर आयु बिना कष्ट से बेसी दिन बंची परिबो तो एतिकी मोर संदेश थिला एतिकी कहूची या पर मु गोटे वीडियो क्लिप रे पोस्ट करबी ए ग्रुप रे ताको दया कर समस्त टिके देखिबे धन्यवाद नमस्कार एबे पोस्ट करची हैला की गला की नहीं सर शो करने देखा जाउनी नहीं आगे अच्छा ओके हेलो जाइथो बोते डॉक्टर दास आज्ञा वीडियो प्ले हला कि मु तो देखि पारु नै कोन हला ए वीडियो ग्रुप रे नुहे पठाइछि ग्रुप रे मेसेज आसी जाईची जनरल ओके बॉडी रे आपण छाडी चंती से आसी जाईची ताले समस्त परे देखिनेबे एटा बोधे प्ले होउनी अच्छा अच्छा आपण आपण प्रेजेंट करूचंती जदी आपण को होस्ट करिया पड़िबो प्रेजेंट करिवे के मूल्य भाई मु सेटा खाली आपण प्ले हो डिस्प्ले हो मते किछि कहया को नै प्रेजेंट करिया को नै ताल सेटा हम परे करि परिबा ग्रुप रे ओके तो आपण ओके छाडी सकते ओके ओके थैंक यू आपण किछि प्रश्न जदी नियंते ठीक हां ठीक अछि
ମୁଁ माननीय सभापति अनुमति क्रमे गोटे प्रश्न रखिबि चित्तरंजन नायक डायबिटीज जितेबाला आपण कहले प्री डायबिटीज रे सतर्कता द्वारा ताकू अटका जाई परिबो किंतु प्री डायबिटीज रु धरंतु से फास्टिंग रे 126 को माइल्ड क्रॉस कला आउ आफ्टर फूड 200 को माइल्ड क्रॉस कला अर्ली स्टेज रे ताकू अटका जाई परिबो ना सीधा मेडिसिन को जिबा को पड़िबो ନାଇଁ ସେ ରେଞ୍ଜ ଆଗକୁ ଗଲେ ତାକୁ ମେଡିସିନ ନେବାକୁ ପଡିବ। ଯଦି 100 ରୁ 125 ଭିତରେ ରହିଲା ଫାଷ୍ଟିଂ ଆଉ ଏଇଟା 140 ରୁ 159 ଭିତରେ ରହିଲା ତାହେଲେ ଆମେ ତାକୁ ଡାଏଟ ଏଣ୍ଡ ଏକ୍ସରସାଇଜ ରେ ରଖିପାରିବୁ। ଯଦି ସେଇ ଲେଭେଲ କ୍ରସ କଲା ତାକୁ ମେଡିସିନ ନେବାକୁ ପଡିବ। ए जो रेंज टा रहउची सपोज माइल्डली ताकू क्रॉस करी गला ताकू पुणी आमे रिवर्सल करि परिबा नाही एक्सरसाइज डाइटिंग ये सब द्वारा सपोज 199 और 201 और 205 भितरे बहुत सिग्निफिकेंट डिफरेंस आम हिसाब रे नाही स्टैटिस्टिकली देखिबा किंतु आपण कहउछन 200 क्रॉस करिबा अर्थ ताकू मेडिसिन को जिबा पड़िबो ଯଦି ସେଇ ପାଖାପାଖି ରେଞ୍ଜ ରେ ରହିଲା ଡାଏଟ ଏଣ୍ଡ ଏକ୍ସରସାଇଜ ଆମେ ମାସଟେ ରଖିପାରିବା। आज्ञा हेलो हेलो ଆଜ୍ଞା ସାର୍। धन्यवाद हाँ मु एटी टिके ऐड करिया पई चाहूची ସାର୍ हमर जने प्रोफेसर थिले विभूति भूषण त्रिपाठी ଆଜ୍ଞା से गोटे पेपर करथिले एवं पब्लिश करथिले डिफरेंट पेपर रे जे गोटे कंडीशन अछि जोटा कि किछि समय पई डायबिटीज हुए सेटा किछि समय पर्यंत रहिबो गोटे इंडेफिनाइट पीरियड पर्यंत रहिबो एवं तापरे सेटा पुणी भी नॉर्मल को रिवर्ट हो जाई पारे समस्त क्षेत्र रे हुए नाही अल्प केते जनक क्षेत्र रे एवं परवर्ती पीरियड रे सेटा को भी एक्सेप्ट करा जायतला यस दिस इज पॉसिबल आउ जो प्रश्नकर्ता जो पचारले जदि 126 रु ऊपर को गला एवं 200 रु ऊपर को गला ताल ताको हमें आउ प्री डायबिटिक बोली कहबा नाही से तो ऑलरेडी डायबिटीज हे गला ताको हमें ट्रीटमेंट करबा ही करबा एवं सेमानक क्षेत्र रे जोटा प्रोफेसर बीबीटी टेम्पररी डायबिटीज बोली कहउथिले जदि से भलिया कंडीशन हेतिबो ताले हुए तो ये नॉर्मल को रिवर्ट हे जाई पारे किंतु सब क्षेत्र रे हबो सेमते हम कहि परिबा नै। आज्ञा सर धन्यवाद ଆଉ ବାକି ଆମର ଜଳନ୍ଧର ଭାଇ ଗୋଟେ ହାତ ଟେକିଥିଲେ ଅଛନ୍ତି କି କଣ ପଚାରନ୍ତୁ ପ୍ରଶ୍ନ ଜଳନ୍ଧର ଭାଇ समस्त को नमस्कार मैं डॉक्टर जलंधर मेहर भानीपाटना कहूचे ଭାଇ ନମସ୍କାର। नमस्कार भाई साहब ହେମାଙ୍ଗିନୀ ର କ୍ଲାସମେଟ ମୁଁ। अच्छा अच्छा भाई अमूल्य हाँ अमूल्य जानी छे ଆଜ୍ଞା ଆଜ୍ଞା भेटी छुबे हम कहूचे डायबिटीज टा जो कहउछन्ते एटा ठीक अछि एथिरे मेडिसिन आरो जोगटा माने आसन प्राणायाम किछि एक्सरसाइज टा काम टा करे मो आर्ट ऑफ लिविंग रो योगा टीचर भी आर्ट ऑफ लिविंग श्री श्री रविशंकर रो आमे एठी दि तीनटा पेशेंट पर्टिकुलरली फॉलो करथिले दुटा पेशेंट को गोटे पेशेंट रो कांस्टेंटली तार रहउतला माने 350 ऊपर रहउतला शुगर टा पोस्ट पांडियल माने फास्टिंग भी आ पोस्ट पांडियल तो 400 ऊपर रहउतला ताकू हमें 3 दिन हमर गोटे दिव्य समाज निर्माण गोटे कोर्स अछि सेथिरे पद्म साधना दिन को 6 थर करा हुए 3 दिन कला परे तार एठी हमें शुगर टेस्ट करी करथुलु 375 78 केते थिला फास्टिंग टा आउ 3 दिन परे ताकू टेस्ट कलो सेटा फिर से संध्या रे रोटी दिया जाए रोटी खाए ने मैडम ताकू लुची लुची करी गुटे कोटरे भात भी दियंते राती रे एई साधना कला परे आमे देखलु तार शुगर लेवल टा फास्टिंग शुगर लेवल कमी आसला 90 को पोस्ट पांडियल 250 ऊपर रहिला एटा एटा गोटे माने पद्म साधना गोटे 24टा एटा आसन रो गोटे समष्टि अछि सर समस्त करि परिबे एटा कोनसे आर्ट ऑफ लिविंग रो जोटे कोनसे टीचर पहले योगा टीचर से आराम से सिखे देबो एटा गोटे तार बढ़िया उपकारिता आ गोटे हमर से एकल अभियान रो गोटे माने एटा सेंट्रल टीम रो माने स्टेट टीम रो जने माने फुल पूर्णकालीन से तांकर भी शुगर टा सेमती रहउतला माने फास्टिंग शुगर टा तो सब बेले 100 माने 70 80 एमती रहउतला पोस्ट पांडियल टा 300 ऊपर रहउतला से डेली एठी सिखी करी डेली एक्सरसाइज करूछंती पद्म साधना करूछंती
ତାଙ୍କର ମେଡିସିନ ମାତ୍ରାଟା ବହୁତ କମି ଯାଇଛି। और कहबार माने होची एई 24 एक्सरसाइज ओनली 10 मिनिट्स एटा हुए जदि डायबिटीज पेशेंट जदि माने टिके सक्षम अछि आ ताको सिखि जिवो बेले हमर मेडिसिन रो परिमाण ता निहाती कमी जिवो आ इवन जो मानकर टिके कम अछि फास्टिंग शुगर आ पोस्टमॉर्टम ब्लड शुगर ता टिके कम रेंज भितरे माने जस्ट अपर लिमिट एमती रहउचे ताकू माने शुगर एटा डायबिटीज हेबो नै किंतु रेगुलर प्रैक्टिस टिके दरकार एले ठीक है ठीक अछि धन्यवाद। हां रहउचे ସାର୍ ନମସ୍କାର। ସାର୍ ନମସ୍କାର, ମୁଁ ଦିଲ୍ଲୀପ नमस्कार। ଭୋଇ କହୁଥିଲି। ମାଙ୍କର ସାର୍ ଟାଇପ 2 ଡାଇବେଟିସ୍, ଖାଇଲା ପରେ 386 ରହୁଛି ଏବଂ ଖାଇବା ପୂର୍ବରୁ 160 ରହୁଛି। ଇନସୁଲିନ ତାଙ୍କର ଚାଲୁଛି କିନ୍ତୁ ସେ କୌଣସି ଏକ୍ସରସାଇଜ କରିପାରୁନାହାନ୍ତି, ଗୋଡ ହାତ ବିନ୍ଧୁଛି, ଚାଲି ପାରୁନାହାନ୍ତି। ତେଣୁ ଏଇ କେସରେ କେବଳ ମେଡିସିନ ନା ଆଉ କଣ କରାଯାଇ ପାରିବ? नहीं से इन्सुलिन दबाको अछि। इन्सुलिन सांगरे मेडिसिन मिसई कि देले आजिकली बहुत भलो मेडिसिन सब बाहर लानी विभिन्न वे रे से काम करूछ। पुराना भलिया चिकित्सा नहीं तो मेडिसिन देई कि ना ता संग इन्सुलिन देबे जुक्त जदि से मूवमेंट करि पार नते आजिकल तो बसिकी भी बहुत गुडा एक्सरसाइज हाथ फाथ हले हबो कि कोन से टाइप रो सब अछि तार भी किछि इफेक्ट अछि निश्चित हारे बसिकी जदि किछि एक्सरसाइज करि पारि करिवे। ଆଜ୍ଞା। ଏ ପ୍ରାଣାୟାମ ଫ୍ରାଣାୟାମ ରେ ଏଥିରେ ରେଜଲ୍ଟ हाँ ବେଶୀ ହବ କି? निश्चित किछिटा हेल्प तो निश्चित मिलिबो किंतु आमे औषध को छाडी परिबानी औषध को ନା ଔଷଧ खाइबा। ଚାଲୁ, हाँ ଔଷଧ ଇନସୁଲିନ ଚାଲିଛି ସାର୍। आज्ञा आज्ञा ହାର୍ଟ से ବି अनुसार ପ୍ରୋବ୍ଲେମ, ରୋଜ ଡେ ବି ଖାଉଛନ୍ତି ହାର୍ଟ ପାଇଁ ବି, ହାର୍ଟ ବିଟ कोलेस्ट्रॉल ପ୍ରୋବ୍ଲେମ कोलेस्ट्रॉल ପାଇଁ। भाई हाँ ହଁ ସେ ବି ଖାଉଛନ୍ତି ସାର୍। ଆଖି એટલે ବି ପାଖ ପ୍ରୋବ୍ଲେମ ଡାକ୍ତର ହେଲାଣି। ହଁ ପାଖ ଡାକ୍ତରଙ୍କ ଜଜମେଣ୍ଟ ଉପରେ ଛାଡିଦେବେ ଆଉ କଣ ସେ କଣ୍ଟ୍ରୋଲ କରିବାରେ ସାହାଯ୍ୟ ନିଶ୍ଚିତ କରିବେ। ହଁ ସାର୍ ଦେଖୁଛନ୍ତି ସାର୍, ଏମ୍ସ ର ଆଜି ସାର୍ ବି ଜଣେ ବିଭିନ୍ନ ହଁ ବିଭିନ୍ନ ପ୍ରକାର ବହୁତ ପ୍ରକାର ମେଡିସିନ ବାହାରିଲାଣି, ବିଭିନ୍ନ କ୍ଲାସ ର କାଟାଗୋରୀର ମେଡିସିନ ବାହାରିଲାଣି। ତେଣୁ ଆଗ ସାର୍ ଭଳିଆ ଆଉ ଏତେ ଜଟିଳତା ନାହିଁ ଯେ କଣ୍ଟ୍ରୋଲ କରିହବନି ବୋଲି। ଏବେ ମାନେ ଡାଇବେଟିସ କୁ କଣ୍ଟ୍ରୋଲ କରିବାର ବହୁତ ତରିକା ଆସିଗଲାଣି। ସାର୍ 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 କିଡନୀ ପେସେଣ୍ଟ ବିଷୟରେ ସାର୍ ପଚାରି ପାରିବେ କି ଟିକେ? ନିଶ୍ଚିତ। ସାର୍ ନମସ୍କାର ସାର୍, ଆମ ଝିଆରୀଙ୍କର କରୋନା ପରେ ମଲ୍ଟିଫେରସ୍ ଡିଫିକଲ୍ଟିଜ ଆସିଛି। ହୁଁ ସେ ଏବେ ୟୁରିଆ କ୍ରିଏଟିନ୍ ବହୁତ ବଢିଛି, କେତେ ସେ କଥା ହବ ଟିକେ ଡକ୍ଟର ଅଛନ୍ତି। ତାଙ୍କର ୟୁରିଆ ଡାଇବେଟିସ କ୍ରିଏଟିନ୍ ଅଛି କି? ସାର୍ ତାଙ୍କର ନମସ୍କାର। ନମସ୍କାର। ନମସ୍କାର ସାର୍, ମୋର ଡାଇବେଟିସ୍ ନାହିଁ, ଡାଇବେଟିସ୍ ଟେଷ୍ଟ ହେଇଥିଲା 75 ଅଛି। ଆଉ ୟୁରିଆ କ୍ରିଏଟିନିନ୍ ଟା ବଢିକି ଏବେ 13 ହେଇଯାଇଛି। ଆଉ ୟୁରିଆ, କ୍ରିଏଟିନିନ୍ ଟା 13 କ୍ରିଏଟିନିନ୍ ଆଜ୍ଞା ଟା 13 ଅଛି ତ ଆଜ୍ଞା। ଆପଣଙ୍କୁ ତ ଡାୟାଲିସିସ ରେ ରହୁଥିବେ ବୋଧେ। ନା ଡାୟାଲିସିସ୍ ହେଇନି ସାର୍, କିନ୍ତୁ ସାର୍ କହୁଛନ୍ତି ହବା ପାଇଁ। ନାଇଁ ଆପଣ ହବା ଉଚିତ। କିନ୍ତୁ ସାର୍ 3 ବର୍ଷ ହେଲା ହେଇଛି, ଏଇ 2 ମାସ ହେଲା ବଢି ଯାଇଛି 13 ହେଇଛି, ଆଗରୁ ନହେଲେ ନାଇଁ ନର୍ମାଲ ଥିଲା। ନାଇଁ ଆମେ ତାକୁ ବଢିଆକୁ ଦବାଟା ଠିକ ହବନି। ଯଦି ସାର୍ କହୁଛନ୍ତି ଡାୟାଲିସିସ କରିବେ ଆପଣ ହବାଟା ଉଚିତ, କାହିଁକିନା 13 ଟା ବହୁତ କମ ନୁହେଁ, ବହୁତ ବେଶୀ ଅଛି। ମେଡିସିନରେ ସାର୍ ମେଡିସିନ ରେ ତ ଭଲ ହୁଏ ନାହିଁ, କିଡନୀ ୱାନ୍ସ ଡ୍ୟାମେଜ ହେଲା ମାନେ ସେ ଡ୍ୟାମେଜ ହେଇ ଚାଲିଲା। ତ ମେଡିସିନ ସପୋର୍ଟ କରିବ କିନ୍ତୁ କ୍ରିଏଟିନ୍ ଲେଭେଲ କମ କରିବା ପାଇଁ ହେଲେ ଆପଣଙ୍କୁ ଡାୟାଲିସିସ ହବାକୁ ହିଁ ପଡିବ, ହିମୋଡାୟାଲିସିସ ହବାକୁ ହିଁ ପଡିବ। ମାନେ ଫୁଲି ପାଦ ଫାଦ କିଛି ଫୁଲି ଯେ ସାର୍ କରିନି। ହିମୋଗ୍ଲୋବିନ ଭଲ ଅଛି। ନାଇଁ ଶୁଣନ୍ତୁ, ଆମେ କଣ ଲାଷ୍ଟ ଯାଏଁ ଅପେକ୍ଷା କରିବା କି ହେଲା ପରେ କରିବା କି? ହଁ ଶୁଣନ୍ତୁ କାଠ ଥରେ ପୋଡି ପୋଡି ଗଲେ ସେ ଅଙ୍ଗାର ହେଇଯାଉଛି। ୱାନ୍ସ ଅଙ୍ଗାର ହେଇଗଲା ପରେ ସେଥିରେ ତମେ ପିଡିଆ ପାଣି ସାର ଦବା, ସେ କଣ କାଠ ହବ କି? ଆଜ୍ଞା। ପଚା ଅଣ୍ଡାକୁ ଆଣିକି ଫ୍ରିଜ ଭିତରେ ରଖିଦେଇକି ବାହାର କରିଦେଲେ ସେଟା କଣ ଠିକ ଅଣ୍ଡା ହେଇଯିବ କି? ତ ନାହିଁ। କିଡନୀ ଟା ଆଜ୍ଞା ଏମିତି ନଷ୍ଟ ହେଇ ଆଗକୁ ଆଉ ବେଶୀ ନଷ୍ଟ ହେଲା ପରେ ସେତେବେଳେ ଉପଚାର କଲେ ଆମେ ଆଉ ଲାଭ ପାଇବା କି? ସାର୍ ଏଇଟା ତାହେଲେ ପୁଣି କେତେ ଦିନକୁ ଥରେ କଟା ହବ? ସେଇଟା ଡିସିସନ ହବ ଆପଣ କେତେ କଣ ବଢୁଛି, କେତେ ଦିନରେ ବଢୁଛି କ୍ରିଏଟିନିନ୍। ସାର୍ ସେଟା ଓଡିଶାରେ ସେମିତି କୋଉ ଡାକ୍ତର ସାର୍ ଦେଖେଇ ଆଡଭାଇସ ନେଇପାରିବା ଆଉ ସାର୍ ଏଇ ସମ୍ପର୍କରେ? ଯେକୌଣସି ନେଫ୍ରୋଲୋଜି, କିଡନୀ ବିଭାଗରେ ଯେକୌଣସି ନେଫ୍ରୋଲୋଜି। ସାର୍ ରିନାଉଣ୍ଡ ଆପଣଙ୍କ ନଲେଜରେ ସାର୍ ଟିକେ ରେଫରେନ୍ସ ଦେବେ କାଇଣ୍ଡଲି? ନାଇଁ ଶୁଣନ୍ତୁ ଆଜ୍ଞା ଆଜ୍ଞା। ଏକା ମା ପେଟର ଛୁଆ ସମସ୍ତେ, ଏକା ଆଜ୍ଞା ଲାଉର ନିଶ୍ଚିତ, ମଞ୍ଜି ସମସ୍ତେ। ନା ନାଇଁ କି ସାର୍ ନିଶ୍ଚିତ। ସେମ ଆଜ୍ଞା ଟିଚର ସେମ କଲେଜ ସେମ ଡେସ୍କ ସବୁ ପିଲା ସେଇଠୁ ପଢିକି ହିଁ ଆସୁଛନ୍ତି।
तो ଆଜ୍ଞା ସେମିତି ଆମେ କାହାକୁ କୋଉ ହିସାବରେ ଆକ୍ସେପ୍ଟ କରୁଛୁ ସେଇଟା ବଡ କଥା। ଆପଣ ମୋ ନିଶ୍ଚିତ ପାଖକୁ ଆସୁଛନ୍ତି, ମୁଁ ଟିକେ ରାଗିକିନା ଇଆଡୁ ସିଆଡୁ କଣ ବ୍ୟତିବ୍ୟସ୍ତ ଥିବି, ମୁଁ ଆପଣଙ୍କୁ କହିଦେଲି, ଆପଣ କଣ କହିବେ ବାହାରେ ଯାଇକି ଏଟା ଭଲ ଡାକ୍ତର ଭଲ ନାଇଁ, ଟିଙ୍ଗା ଡାକ୍ତର ଡାକ୍ତରଟା। ଭଲ ଡାକ୍ତର ନାହିଁ। ଆଜ୍ଞା ତ ଆପଣ ଆସିକି ମୁଁ ଟିକେ ହସିକି କଥା ହେଲି ଏ ବଢିଆ ଡାକ୍ତର, ତା କଥାର ଧାରକ ଭଲ ହେଇଗଲା ହେଲା। ତ ସାର୍ ସେମିତି ସାର୍ କିଛି ନାହିଁ, ଆପଣ ଗୋଟେ ଭଲ ଇନଷ୍ଟିଟ୍ୟୁସନ କୁ ଯାଆନ୍ତୁ, ଯେକୌଣସି ନେଫ୍ରୋଲୋଜିଷ୍ଟ କୁ ଦେଖାନ୍ତୁ, କିଛି ନାହିଁ ସେମିତି, ଆଜ୍ଞା ସମସ୍ତେ ଭଲ। ଆଜ୍ଞା। ତଥାପି ସାର୍ ଓଡିଶାରେ କାହାକୁ ଦେଖିବ ସାର୍ ଟିକେ କହନ୍ତୁ। ଆପଣ ଯାଆନ୍ତୁ ଏସିବି କୁ ଯାଉନାହାନ୍ତି, ଏସି ମେଡିକାଲ କଲେଜ କୁ ଯାଆନ୍ତୁ, ନହେଲେ ସମ୍ କି ଏମ୍ସ ଏଇ ଟାଇପର କୋଉଠି ଗୋଟେ ଯାଆନ୍ତୁ। ଆଜ୍ଞା ଆଜ୍ଞା ସାର୍, ଠିକ ଅଛି ସାର୍, ଧନ୍ୟବାଦ ସାର୍। ସାର୍ ନମସ୍କାର, ମୁଁ ପ୍ରିୟବ୍ରତ ନମସ୍କାର କହୁଛି। ନମସ୍କାର। ସାର୍ ହଁ ମୁଁ ପ୍ରିୟବ୍ରତ କହୁଛି, ଏସକେସିଜି ଅଟୋନମସ କଲେଜରେ ଅର୍ଥଶାସ୍ତ୍ରୀ ଭାବରେ ଅଧ୍ୟାପନା କରୁଛି। ଆଉ ମୋର ସାର୍ ଡାଇବେଟିସ୍ ସିନ୍ସ 4 ବର୍ଷ ହେଲାଣି ଡାଇବେଟିସ୍ ଡିଟେକ୍ଟ ହେଇଥିଲା। ଆଉ ମୁଁ ମେଡିସିନ ଖାଉଥିଲି, କିନ୍ତୁ ଲାଷ୍ଟ ମାସେ ତଳେ ଚେକ୍ କରିଥିଲି ଫାଷ୍ଟିଂଟା 92 ଆଉ ପିପି ଟା ଥିଲା 117 ମାସେ ତଳେ। ଆଉ ଏବେ ଲାଷ୍ଟ 2 ଦିନ ତଳେ ଚେକ୍ କରିଥିଲି, ଖାଲି ଫାଷ୍ଟିଂ ଟା ଅଛି 112 ଅଛି ଫାଷ୍ଟିଂ ଟା। ତ ମୁଁ ଆଗରୁ ସାର୍ ମେଡିସିନ ନଉଥିଲି, ଏବେ କମେଇକି ମେଟଫର୍ମିନ 500 ନଉଛି, ଯୋଉଟା କି ଆଜୁଲିକ୍ସ ଏମଭି ଯୋଉ ଟାବଲେଟ ଟା ନଉଛି। ତ ଆଗରୁ 2ଟା ମେଟଫର୍ମିନ ନଉଥିଲି, ଇଭିନିଂ ରେ ଗୋଟେ, ମର୍ଣ୍ଣିଂ ରେ ଗୋଟେ, ଆଉ ତା ଦେହରେ ଭଗ୍ଲିବୁଜ ଆଉ ଗ୍ଲିମିପ୍ରାଇଡ କମ୍ପୋଜିସନ ମିଶିକି ଅଛି। ତ ଗୋଟେ ଏବେ ବନ୍ଦ କରିଛି, ଯେହେତୁ ଟିକେ ଡାଇବେଟିସ୍ ଟା କମୁଛି। ମୁଁ ୱାକ୍ ଆରାଉଣ୍ଡ 45 ମିନିଟ୍ସ ୱାକ୍ କରୁଛି ଇଭିନିଂ ରେ। ତ ମୁଁ ମେଡିସିନ କମେଇଛି ସାର୍, ବର୍ତ୍ତମାନ କଣ ଆପଣଙ୍କର ସଜେସନ କଣ ରହିବ? ନାଇଁ, ମୋ କହିବା ଭିତରେ ଗୋଟେ ଜିନିଷ ମୁଁ କହିବାକୁ ଭୁଲି ଯାଇଥିଲି। ଏବେ ହଉଛି ଆମର ଗୋଟେ ହଉଛି HbA1c ଗୋଟେ ପରୀକ୍ଷାଟେ ଅଛି, 3 ମାସରେ ହାରାହାରି ଗ୍ଲୁକୋଜ ଲେଭେଲ ବଡିରେ କେତେ ରହୁଛି। ତ ସେଇଟା ଆମର ବେଶୀ ପରିମାପକ ଦେନ୍ ଫାଷ୍ଟିଂ ଆଣ୍ଡ ପିପି। ଫାଷ୍ଟିଂ ପିପି ଟା ସେଇ ଦିନର କଥାକୁ ସିଏ କହୁଛି, କିନ୍ତୁ ହାରାହାରି 3 ମାସର ଆମର ଯୋଉ ଅର୍ଗାନ ଗୁଡା କେତେ ଏକ୍ସପୋଜର ରହୁଛି ବ୍ଲଡ ସୁଗାରକୁ, ତାକୁ କହିବ HbA1c, ଗ୍ଲାଇକୋସିଲେଟେଡ୍ ହିମୋଗ୍ଲୋବିନ୍ ତାକୁ କହୁଛନ୍ତି। ତ ସେଇଟାକୁ ଇଟ୍ ସୁଡ୍ ବି ମେଣ୍ଟେନ୍ ବିଲୋ 6.5, ବଟ୍ ଇଟ୍ ଇଜ ଭେରି ଡିଫିକଲ୍ଟ 6.5 ତଳେ ମେଣ୍ଟେନ୍ କରିବାକୁ। ସେଟା 7 ତଳେ ରହିଲେ ବି वी आर हैप्पी। ତ ସେଇଟା କରିକି ଦେଖନ୍ତୁ ଟିକେ କେତେ ରହୁଛି, ନହେଲେ ଯଦି ଏତିକିରେ କଣ୍ଟ୍ରୋଲ ହେଇକି ରହୁଛି, ସେଟା ବି ନର୍ମାଲ ଥିବ ମୁଁ ଆଶା କରୁଛି। ନର୍ମାଲ ଥିଲେ କିଛି କରିବାକୁ ନାହିଁ, ଆପଣ ୟୁଜୁଆଲ ଯେମିତି ଅଛନ୍ତି ସେମିତି ଥାନ୍ତୁ, ସେଇ ମେଡିସିନ ଚାଲିଥାଉ। ସାର୍ ମେଟଫର୍ମିନ ଗୋଟେ କମେଇ ଯୋଉ ଚଳିବ ତ, ମାନେ ଆଉ 2ଟା ଖାଇବା ହଁ ଦରକାର ନାହିଁ 1000 ଆଚ୍ଛା, ଶୁଣନ୍ତୁ ଏଇଟା ଡାଇବେଟିସ୍ ଗୋଟେ ଏମିତି କାରଣ, ତାର କିଛି ହାର୍ଡ ଆଣ୍ଡ ଫାଷ୍ଟ ରୁଲ ନାହିଁ, କିଛି ଗୋଟେ ଫିକ୍ସ ଡୋଜ ନାହିଁ। ଯେମିତି କଣ କି ଜର ହେଲେ ପାରାସିଟାମଲ 650 ଦିନକୁ 3 ଥର ଖାଇବ, ଏଟା ଗୋଟେ ଏକ୍ସାମ୍ପଲ ରେ କହୁଛି। ସେମିତି ଡାଇବେଟିସ୍ ଗୋଟେ ଏତେ ଭେରିଏବଲ ଡିଜିଜ, ଭେରିଜ୍ ଫ୍ରମ ପର୍ସନ ଟୁ ପର୍ସନ, ତା ପାଇଁ ଗୋଟେ କିଛି ଫିକ୍ସ ଡିଜିଜ ମାନେ ଡୋଜ ସେଡ୍ୟୁଲ ହିଁ ନାହିଁ। ତ ଆମେ ମାନେ ହିଟ ଆଣ୍ଡ ଟ୍ରାଏଲ ଯୋଉଟା କହୁଛନ୍ତି, ସେଇ ମେଥଡ ରେ ଗୋଟେ ତଳ ସ୍ତରରୁ ଷ୍ଟାର୍ଟ କରିକି ଯାଉଛୁ, ଯୋଉ ଲେଭେଲ ମେଣ୍ଟେନ ହେଲା ଛାଡି ଦଉଛୁ। ତ ଆପଣ କମ କରି ଦେଖନ୍ତୁ, ଯଦି ନ ବେଶୀ ବଢିଲା ତ ସେଇଟାକୁ ମାନେ କମ କରି ଖାଇବେ, ଯଦି ବଢିଗଲା ପୁଣି ଆଡ କରିଦେବେ। ବଟ୍ ଯେତେବେଳେ ଚେଞ୍ଜ ଚାଞ୍ଜ କରିବେ, ଜଣେ ଡାକ୍ତରଙ୍କ ପରାମର୍ଶରେ କଲେ ଭଲ। ଥ୍ୟାଙ୍କ ୟୁ। ଓକେ। ମହେଶ୍ୱର ସାର୍ ଅଛନ୍ତି କି ସାର୍, ଟିକେ କିଛି କହିବେ? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ ସାର୍ଙ୍କୁ ଇଣ୍ଟ୍ରୋଡ୍ୟୁସ କରୁଛି। ସାର୍ ଆମର ପୁରୀ ଜିଲ୍ଲାର ସଭାପତି ଅଛନ୍ତି ସମବାୟ ଲୋକତନ୍ତ୍ର। ସାର୍ ଆମର ଆୟୁର୍ବେଦିକର ପ୍ରଫେସର ଥିଲେ ବୋଧେ, ଆଉ ସାର୍ ବହୁତ ୟା ବିଷୟରେ ତ ନଲେଜ ଅଛି। ସାର୍ ଟିକେ ତାଙ୍କ ନଲେଜ ରୁ ବି ଟିକେ ଆମକୁ ସେୟାର କରିବେ। ସାର୍ ଯେ ଜଣେ ଆୟୁର୍ବେଦିକ ଜଣେ ବଡ ଟିଚର, ଆମ ଓଡିଶାର ପ୍ରତିଷ୍ଠା ଟିଚର। ଆଜ୍ଞା, ଜୟ ଜଗନ୍ନାଥ। ମତେ ଭାରି ଭଲ ଲାଗିଲା, ଡାକ୍ତରଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଯେମିତି ଆମର ଗୋଟେ ଚରକରେ ବର୍ଣ୍ଣନା ଅଛି, ନିଦାନରେ ବି ବର୍ଣ୍ଣନା ଅଛି, ପ୍ରତିଶ୍ଚାୟ, କାଶ, ଶ୍ୱାସ, କ୍ଷୟ। ସେମିତି ଅଛି ମେହ, ପ୍ରମେହ, ମଧୁମେହ। ଏଇ ଯୋଉ ସିରିଜ ଗୁଡାକ ଅଛି, ସେ ବିଷୟରେ ଟିକେ ଆପଣ କହିଥିଲେ ମତେ ଭଲ ଲାଗିଥାନ୍ତା। ଏକ କଥା। ଆଉ ଦ୍ୱିତୀୟ କଥା ପରେ ପଚାରିବା, କିନ୍ତୁ ମେହ, ପ୍ରମେହ, ମଧୁମେହ, ତେଣୁ ଆପଣ ଯୋଉ ପଏଣ୍ଟ ଗୁଡା କହିଲେ, ଏଇ ପଏଣ୍ଟ ଗୁଡା କାରଣ ବଢିଆ ଲାଗିଲା। କିନ୍ତୁ ବ୍ରହ୍ମଚର୍ଯ୍ୟ ଯଦି ରକ୍ଷା ନ କରେ ଗୋଟେ ବ୍ୟକ୍ତି, ତାର ଲୋକାଲ ସିମେନ୍ ଗଲା ପରେ ସାର୍ବଜୟିକ ଶୁକ୍ର, ପ୍ରାଣୀକ ଶୁକ୍ର ପରେ ସାର୍ବଜୟିକ ଶୁକ୍ର ଯେତେବେଳେ କମି ଆସୁଛି, ତାର ଡିଫେନ୍ସ ମେକାନିଜିମ କମି ଯାଉଛି, ଏବଂ it is synchronizing the place of pancreas. Pancreas is a Greek word. Pan means all, creas means flesh.
ଏମିତି ଗୋଟିଏ ଅର୍ଗାନ ଯିଏକି ସବୁଆଡ ମାଂସ ପେଶୀ ଦ୍ୱାରା ନିର୍ମିତ। ତିଳ ପ୍ରଭାବମ୍ ତାର ଯୋଉ ଆଇସୋଲେଟେଡ୍ ଅଙ୍ଗାଂଶ ଅଛି ସେଥିରେ ଯୋଉ B2 ସେଲ୍ ଅଛି ସେଇ ଇନ୍ସୁଲିନ ତାକୁ କନଭର୍ଟ କରିପାରୁନି, ଯୋଉଟା ଆପଣ କହିଲେ। ତେଣୁ ସେ ବୁଲୁଛି, ବୁଲିଲା ପରେ ଆଖିକି ଗଲେ ରେଟିନୋପାଥି ହେଲାଣି, ତ ପାଦକୁ ଗଲାଣି ତ ନ୍ୟୁରୋପାଥି ହେଲାଣି, ହାର୍ଟକୁ ଗଲାଣି କାର୍ଡିଓପାଥି ହେଲାଣି। So many carbuncle ଠୁ ଆରମ୍ଭ କରି diabetic, coma, paralysis, every diseases are due to this diabetes mellitus. ତେବେ ଏଇ ଯୋଉ ସିରିଜ ଗୁଡା କହିଲି ସେ ବିଷୟରେ ଟିକେ ଯଦି ଜାଣିଥିବେ ଟିକେ କହିଲେ ଭଲ। ସେଇଟା ଯୋଉ ସାର୍ କ୍ଲାସିଫିକେସନ ରେ କହିଲି ପ୍ରି ଡାଇବେଟିସ୍ ଆଉ ଡାଇବେଟିସ୍ ଏଇ ଦିଟା ହିଁ କ୍ଲାସିଫିକେସନ ରେ ଅଛି। ଆଉ ସେ ଓଡିଆ ଲାଙ୍ଗୁଏଜ ସାର୍ ମୁଁ ଟିକେ ବୁଝିପାରୁନି। ଇଏ ତ ଆୟୁର୍ବେଦ କଥା ନୁହଁ ନା, ଆୟୁର୍ବେଦରେ ପ୍ରତିଷ୍ଠା ମାନେ ଯୋଉ ନାକରୁ ପାଣି ଗଳିବା, ବୁଝିଲେ, ତାପରେ କାଶ ହବା, କାଶ ହେଲା ପରେ ଶ୍ୱାସ ହବ, ଶ୍ୱାସ ହେଲା ପରେ ସେଇଟା ରେସ୍ପିରେଟରୀ ସିଷ୍ଟମ ପ୍ରାଣାୟାମ ନେଇପାରୁନଥିବ, ପ୍ରାଣ ଖାଲି ବଞ୍ଚିବା ପାଇଁ ଚେଷ୍ଟା କରୁଥିବ, ଡିସ୍ନିଆ ହଉଥିବ, ସେତିକି ବେଳେ ତାର ବର୍ତ୍ତମାନ ମଡର୍ନ ସାଇନ୍ସ କଣ କହୁଛି 60% ଡାଇବେଟିକ ପେସେଣ୍ଟସ୍ ଆର୍ ପ୍ରୋନ୍ ଫର୍ ଆସ୍ମା, ବୁଝିଲେ କି? ସାର୍ 60% ଡାଇବେଟିସ ରୋଗୀ ବର୍ତ୍ତମାନ ଶ୍ୱାସ ରୋଗ ଆଡକୁ ଯାଉଛନ୍ତି। କାହିଁକି? ସେତିକି ବେଳେ ୱାନ୍ ଅଫ୍ ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ କଜ୍ ଇଜ୍ ବ୍ରହ୍ମଚର୍ଯ୍ୟ। ଯଦି ବ୍ରହ୍ମଚର୍ଯ୍ୟ ରକ୍ଷା ନହବ, ପ୍ରାଣାୟାମ ନ କରାଯିବ, ତାହେଲେ ତାର ପ୍ରାଣ ଶକ୍ତି ଆସିବ ନାହିଁ। ତାପରେ ଏକ୍ସରସାଇଜ, ତାପରେ ଡାଏଟ, ତାପରେ ମେଡିସିନ। ଆଉ ମେଡିସିନ ଏଟା ଜାତୀୟ ରୋଗ ହେଇଥିବାରୁ ସବୁବେଳେ ମେଡିସିନ ଖାଇବାକୁ ପଡିବ। ମୁଁ ଆପଣଙ୍କୁ ମୋର ଅନୁଭୂତି କହୁଛି, ଯାହାର 500 ଥିବ ବ୍ଲଡ ଫାଷ୍ଟିଂ, 400 ରୁ 500, ଆପଣ ସିଧାସଳଖ ସକାଳୁ ତାକୁ ବସନ୍ତ କୁସୁମାକର ଦିଅନ୍ତୁ, ଖାଇବା ପୂର୍ବରୁ ତାକୁ ଧାତ୍ରୀ ଲୌହ ଏବଂ ଚନ୍ଦ୍ରପ୍ରଭା ଦେଇ ଦିଅନ୍ତୁ, ଖାଇଲା ପରେ ଆପଣ ତାକୁ ଦେଇ ଦିଅନ୍ତୁ ଲିମ୍ବ, ଭୃଷଙ୍ଗ ପତ୍ର, ହଳଦୀ ଏବଂ ତ୍ରିଫଳାର ଭିଜେଇକିରି ଟାବଲେଟ କରିଦେଇଥିବେ ବରକୋଳି ଭଳିଆ, ତାକୁ ଖାଇବାକୁ ଦିଅନ୍ତୁ। 7 days ପରେ ଆପଣ ଟେଷ୍ଟ କରନ୍ତୁ। କାହିଁକି ନା ଆପଣଙ୍କର ଯଦି ମେହ ରୋଗଟା ଭଲ ନ କରାଯିବ, ପ୍ରମେୟ ଯେ କ୍ରନିକ ହେଲା ପରେ ତ ମଧୁମେହ ହେଇଛି ନା, ତେଣୁ ମଧୁମେହ ବେଳେ ଆମର ଯୋଉ ପାଙ୍କ୍ରିଆସଟା ୱିକ୍ ହେଇଯାଇଛି, ସେ ବର୍ତ୍ତମାନ ଇନ୍ସୁଲିନ ସିକ୍ରେସନ କରିବା ପାଇଁ ଅସମର୍ଥ। ହାଉ ଇଟ୍ ୱିଲ୍ ଗେଟ୍ ମାନେ ପାୱାର, ତାର ତନ୍ଦୁରୁସ୍ତି କେମିତି ଆସିବ? ତେଣୁକରି ବସନ୍ତ କୁସୁମାକର ଇଜ୍ ମଷ୍ଟ। ତେଣୁ ଲୋକମାନେ ତାକୁ ଜାଣିନାହାନ୍ତି, ବୁଝିନାହାନ୍ତି। ସୋସାଇଟିରେ ଯୁଆଡେ ଲୋକ ଚାଲିଲେ ଇନ୍ସୁଲିନ ନଉଛେ, ଖାଇବା ଏପଟେ ଏପଟେ ଚାଲିଥିବ ଜୀବନ, ସବୁ କଥା ଚାଲିଛି। ତେଣୁ ଆୟୁର୍ବେଦ ଯୋଉ ମଣିଷ ତିଆରି କରିବା କଥା କହୁଛି ବା ଦେବତ୍ୱ ଆଡକୁ ନେବାକୁ ଚାହୁଁଛି, ତାକୁ ବୁଝେଇବାର ଅଛି। ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ହଉ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଗୋପାଳ ଟିକେ ହାତ ଉଠେଇଛି, କଣ କହିବାର ଅଛି କୁହ। ସାର୍ ନମସ୍କାର, ମୋର ଭାଇ ଜଣେ, ତାଙ୍କୁ ଡାଇବେଟିସ୍ ଅଛି, ସେ କିନ୍ତୁ ପଚାରି ବୁଝିବାକୁ ଚାହୁଁଛନ୍ତି ସାର୍ଙ୍କ ଠାରୁ। ନମସ୍କାର। ସାର୍ ମତେ ଫାଷ୍ଟ ଥିଲା 170 ସାର୍। ଆଜ୍ଞା। ଆଉ ଖାଇସାରିବା ପରେ ନା ସାର୍ ମେଡିସିନ ଖାଉଛି ଗୋଟେ, ମୁଁ ଖାଇସାରିବା ପରେ 140, ଆଉ ରେଣ୍ଡାମ ଟା ସାର୍ 170। ଆଉ ମୁଁ ଖାଉଛି ଗ୍ଲାଇକମେଟ GP1 ଗୋଟେ, ଆଉ ସାର୍ ଗୋଟେ ସେଟଲ 40 ଖାଉଛି। ପ୍ରେସର ଟିକେ ବାହାର ଥିଲା, ସେଥିପାଇଁ ଖାଉଛି। ହେଇଗଲାଣି ସାର୍ 4 ବର୍ଷ, ଆଉ କିଛି ଚେଞ୍ଜ କରିନି। ଆଉ ସାର୍ ମୋର ଖାଦ୍ୟ ହଉଛି ନିରାମିଷ, ବିନା ପିଆଜ ରସୁଣ। ଏଠି ସତ୍ସଙ୍ଗ ଯାଇକି ମୁଁ କମ ଖାଏ। ଆଉ କଣ ଚେଞ୍ଜ ସାର୍ କରିବି କି? ନାଇଁ, ଆପଣ ସେ 3 ମାସି ପରୀକ୍ଷା ଯୋଉଟା କହିଥିଲି HbA1c ଟା ଟିକେ କରନ୍ତୁ। ସେଟା ଯଦି 7 ଉପରକୁ ଥିବ ତ ଟିକେ ମଡିଫାଇ କରିବା, ଯଦି 7 ତଳେ ଥିବ ତ ଚଳିବ, ଏଟା ଖାଲି ହବ। ମୁଁ ଗଲା ଏପ୍ରିଲରେ ଟେଷ୍ଟ କରିଥିଲି, ସବୁ ଠିକ ଠାକ ଅଛି, ହାର୍ଟ ଫାର୍ଟ ସବୁ, କିଡନୀ ସବୁ ଠିକ ଅଛି। ନାଇଁ, ଯୋଉଟା କହିଲି କି ଗ୍ଲାଇକୋସିଲେଟେଡ ହିମୋଗ୍ଲୋବିନ, ଯୋଉଟା 3 ମାସକୁ ଥରେ ଆମେ କରୁଛେ, HbA1c, ତାର ଲେଭେଲ ଟା ଟିକେ କରନ୍ତୁ। ଆଜ୍ଞା ସାର୍। ମେଡିକାଲରେ ହେଇଯିବ ତ? ମେଡିକାଲରେ ହଁ ହଉଛି। ମେଡିକାଲ ମାନେ ସେଇଟା ଗୋଟେ ଆଉଟସୋର୍ସିଂ ଏଜେନ୍ସି, ଯୋଉ କ୍ରିଷ୍ଣା ଡାୟଗ୍ନୋଷ୍ଟିକ ସିଏ କରୁଛି। ମେଡିକାଲରେ ଆଡଭାଇସ କଲେ ହେଇପାରିବ, ଫ୍ରି ଅଫ କଷ୍ଟ ହେଇପାରିବ, ଫ୍ରି ଅଫ କଷ୍ଟ ହେଇପାରିବ। ଗଭର୍ଣ୍ଣମେଣ୍ଟ ମେଡିକାଲରେ ତ? ହଁ 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 ହଁ।
ଗୋପାଳ ଆସିକି ହସ୍ପିଟାଲରେ ଦେଖା କରିବ, ତାପରେ ସେ କଣ ଦୟା କଥା ଆଡଭାଇସ୍ କରିବେ। ଏବେ ଦିଲ୍ଲୀପ ଭାଇ କଣ ପୁଣି ହାତ ଉଠେଇଛନ୍ତି, ଆଉ ଥରେ କୁହନ୍ତୁ। ଆଜ୍ଞା ସାର୍, ନମସ୍କାର ସାର୍। ନମସ୍କାର। ଦିଲ୍ଲୀପ ଭାଇ ହାତ ଉଠେଇଛନ୍ତି, କଣ କୁହନ୍ତୁ। ନାଇଁ ସାର୍ ନମସ୍କାର, ମୋର ଆଉ କିଛି ପଚାରିବାର ନାହିଁ, କେବଳ ସାର୍ ଆଉ ତାହେଲେ ଆପଣ ଆୟୁର୍ବେଦିକରେ ସାର୍ ଯୋଉ କହୁଥିଲେ ତାଙ୍କ ନମ୍ବର ଟିକେ ଯଦି ପାଆନ୍ତୁ ସାର୍, ପ୍ରଫେସର ସାର୍ ଯୋଉ ମୋ ନମ୍ବର ଅଛି ସାର୍, ପୁରୀ ଜିଲ୍ଲାର ସଭାପତି ଅଛନ୍ତି, ଖୁସିରେ ନମ୍ବର ପାଇବ, ସାର୍ ସହିତ ଡାଇରେକ୍ଟ କଣ୍ଟାକ୍ଟ କରିବ। ଆଜ୍ଞା ଆଜ୍ଞା ନମସ୍କାର। ଠିକ ଅଛି, ଆମେ ଏବେ ଶେଷ ଆଡକୁ ଯିବା। ଏବେ ମୁଁ ଅନୁରୋଧ କରିବି ଆମର ଡକ୍ଟର ଜେନା ଆମର ସଞ୍ଚାଳକ ସେ ଟିକେ ତାଙ୍କର କମେଣ୍ଟ ଦେବେ, ତାପରେ ଆମେ ଚିନ୍ମୟ ଯଦି ଅଛି, ନହେଲେ ପ୍ରିୟବ୍ରତ ଟିକେ ତାକୁ ଧନ୍ୟବାଦ ଦବ ଆଉ ଶାନ୍ତି ପାଠ କରିବ, ତାପରେ ସରିବ। ଆପଣ ମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମହେଶ୍ୱର ସାର୍ଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେବି। ଆୟୁର୍ବେଦ ବିଷୟରେ ଆମର ତ ଏତେ ଜ୍ଞାନ ନାହିଁ। ମେହ ପ୍ରମେହ ମଧୁମେହ ଏସବୁ କଣ ଆମେ ବିଲକୁଲ ଜାଣି ନାହୁଁ। ଯାହା ହଉ ସେ ଆଜି କିଛି ଭଲ କଥା କହିଲେ, ଆମେ ଶୁଣିଲୁ। ଏବଂ ଡକ୍ଟର ଅମୂଲ୍ୟ ଦାସ ବହୁତ କଥା ସୁନ୍ଦର ଭାବରେ ବିସ୍ତାର ଭାବରେ କହିଲେ। ତାକୁ ସମରାଇଜ କରିବା ପାଇଁ ମୁଁ ଟିକେ କହିବି ଯେ ସାର୍ କହିଛନ୍ତି ଏହାର ଇଟିଓଲୋଜି ବା କଣ କଣ ଫ୍ୟାକ୍ଟର ଯୋଗୁ ହୁଏ, ଡାୟାବେଟିସ କାହାକୁ କୁହାଯାଏ, କୋଉ କୋଉ କାରଣରୁ ହୁଏ, ଏସବୁ କହିଛନ୍ତି। ଖାଦ୍ୟ ବିଷୟରେ ବି କହିଛନ୍ତି। ସେଇଠି ମୁଁ ଖାଲି ଟିକେ ଆଡ କରିବି, ଆମେ ଗୋଟେ ଦିନରେ କେତେ ପରିଶ୍ରମ କରୁଛୁ, ଅର୍ଥାତ୍ ଆମର କେତେ ଏନର୍ଜି ୟୁଟିଲାଇଜ ହଉଛି। ଆମେ ଯଦି ଖାଲି ଘରେ ବସିଛୁ, ଖାଲି ଚେୟାରରେ ବସିକି ଦିନ ସାରା କାମ କରୁଛୁ, ଆମର କିଛି ଏନର୍ଜି ଖର୍ଚ୍ଚ ହଉନାହିଁ। ଆମର ସେଥିପାଇଁ 1400 ରୁ 1500 କିଲୋ କ୍ୟାଲୋରୀ ଦରକାର। ଯଦି ଜଣେ ଲୋକ ହାର୍ଡ ୱାର୍କ କରୁଛି, ବିଲରେ ମାଟି ହାଣୁଛି ବା ପଥର ଭାଙ୍ଗୁଛି, ତାର ମାକ୍ସିମମ୍ ଏକ୍ସରସାଇଜ ତାର ଦରକାର 3500 ରୁ 3800 କିଲୋ କ୍ୟାଲୋରୀ ଦିନକୁ। ସିଏ ଯେତିକି ଖାଇବ, ଆମେ ଖାଲି ଚେୟାରରେ ବସିଥିବା ଲୋକ ଆମେ କଣ ସେତିକି ଖାଇଲେ ହବ କି? ଖାଇପାରିବା ନାହିଁ ଏତେ। ବା ଆମେ ଯେତିକି ଖାଉଛୁ, ସିଏ ଯଦି ସେତିକି ଖାଇବ, ସେ କଣ କାମ କରିପାରିବ କି? କାମ କରିପାରିବ ନାହିଁ। ତେଣୁ ଆମର ଏନର୍ଜି ରିକ୍ୱାରମେଣ୍ଟ, ଆମର ଏକ୍ସରସାଇଜ କେତେ, ତାକୁ ବାଲାନ୍ସ କରିବାକୁ ପଡିବ। ତାପରେ ଆମେ ଯୋଉ ଖାଦ୍ୟ ଖାଉଛୁ, ମନେ କରନ୍ତୁ ଆମେ ଖାଲି କାର୍ବୋହାଇଡ୍ରେଟ ଖାଉଛୁ, ଆଳୁ କଥା ଧରାଯାଉ। ଆମେ ଆଳୁ ଖାଇଲେ 1 ଗ୍ରାମ ପିଛା ଆମର 4 କିଲୋ କ୍ୟାଲୋରୀ ମିଳୁଛି। ଯଦି ସେଇ ଆଳୁଟାକୁ ତେଲରେ ଛାଣି ଦେଇକରି ସ୍ଲାଇସ କରିଦିଆଗଲା, ତେଲରେ ଛଣା ହେଇଗଲା, ତାହେଲେ ସେତିକି ବେଳକୁ ସେଇ 1 ଗ୍ରାମ ଆଳୁର ଏନର୍ଜି ଭ୍ୟାଲୁ ହେଇଯିବ 8 ରୁ 9 କିଲୋ କ୍ୟାଲୋରୀ। ସେଇଠି ଆମେ ଯୋଉ 1500 କିଲୋ କ୍ୟାଲୋରୀ ପର ଡେ ଖାଇବା, ତାର ହିସାବଟା ଗୋଳମାଳ ହେଇଯିବ। ତେଣୁ ଆମେ ଅଧିକା ଖାଇବାନି, ଆମର କେତିକି ଏକ୍ସରସାଇଜ ହଉଛି ସେତିକି ଅନୁସାରେ ଆମର କେତିକି କିଲୋ କ୍ୟାଲୋରୀ ଦରକାର, ଆମେ ସେଇ ଅନୁସାରେ ହିସାବ କରିକି ଖାଇବା। ଆମେ ପାରିବା, ଆମେ ଯେ ହିସାବ କରିପାରିବାନି ସେ କଥା ନୁହେଁ, ଆମେ କରିପାରିବା। ଆଉ ଗୋଟେ କଥା ହେଲା ଯେ ଡାଇଭର୍ଟ ହେଇଗଲି କୁଆଡେ। ଯେ ପାନକ୍ରିଆସ ବା ଅଗ୍ନାଶୟ, ସେ ଆମର ଇନସୁଲିନ ସିକ୍ରେଟ କରୁଛି। ଇନସୁଲିନ ଆମର ସିକ୍ରେସନ କମ ହେଇପାରେ, ବା ଯୋଉ ଇନସୁଲିନଟା ଆମର ସିକ୍ରେଟ ହଉଛି ସେଇଟା ଆମର କାମ କରୁନାହିଁ। ଯୋଉ ଏଡଲ୍ଟ ଡାଇବେଟିସ ବା ଟାଇପ 2 ଡାଇବେଟିସ ରେ ସେଇଟା ଦେଖାଯାଏ ଯେ ଆମର ବ୍ଲଡ ରେ ସାଧାରଣତଃ ଇନସୁଲିନ ଲେଭେଲ ଟିକେ ହାୟର ଲେଭେଲରେ ଥାଏ, କିନ୍ତୁ ଯେହେତୁ ଏଇ ଇନସୁଲିନଟା ଆମ ଶରୀରରେ କାମ କରୁନାହିଁ, ଆମକୁ ଡାଇବେଟିସ ହୁଏ। କିନ୍ତୁ ଛୋଟ ଛୁଆ ମାନଙ୍କର ଯୋଉମାନଙ୍କର ଡାଇବେଟିସ ହଉଛି ବିଲୋ 20, ସେମାନଙ୍କର ଏଇ ବିକାଶିଆଲ ଫଙ୍କସନ ନଥାଏ, ସେମାନଙ୍କର ବଡିରେ ଇନସୁଲିନ ସିକ୍ରେସନ ହୁଏ ନାହିଁ। ସେମାନଙ୍କୁ ଆମେ ଇନସୁଲିନ ଦବାକୁ ହିଁ ପଡିବ, ଇନସୁଲିନ ରିପ୍ଲେସମେଣ୍ଟ ଥେରାପି। ସେଇଠି ଆମେ ଟାବଲେଟ ଦେଲେ ବା ଓରାଲ ହାଇପୋଗ୍ଲାଇସେମିକ ଏଜେଣ୍ଟସ ଦେଲେ ତା ପାଇଁ ସେଇଟା
ଫଳପ୍ରଦ ହେବ ନାହିଁ। ଆଉ ଜେଷ୍ଟେସନାଲ ବା ପ୍ରେଗନେନ୍ସି ଇଣ୍ଡ୍ୟୁସ୍ଡ ଡାଇବେଟିସ୍ ସେଇଠି ବି ଟାବଲେଟ୍ ଦିଆଯାଏ ନାହିଁ, ସେଇଠି ଆମକୁ କେବଳ ଇନ୍ସୁଲିନ୍ ହିଁ ଦେବାକୁ ପଡିବ। ଆଉ କମ୍ପ୍ଲିକେସନ୍ସ, ଡାଇବେଟିସ୍ ଏମିତି ଗୋଟେ ରୋଗ ସେ ଧୀରେ ଧୀରେ ନର୍ଭକୁ ଆଫେକ୍ଟ କରିବ, ଆଖିକୁ ଆଫେକ୍ଟ କରିବ, ସବୁ ସ୍କେଲିଟାଲ ମସଲକୁ ଆଫେକ୍ଟ କରିବ, କିଡନୀକୁ ଆଫେକ୍ଟ କରିବ, ହାର୍ଟକୁ ଆଫେକ୍ଟ କରିବ। ତେଣୁ ଆମକୁ ବ୍ଲଡ୍ ସୁଗାର ଲେଭେଲ ଆରମ୍ଭରୁ ଥରେ ଆମେ ଡିଟେକ୍ସନ ଯଦି କଲେ ଆମକୁ ଆରମ୍ଭରୁ ବ୍ଲଡ୍ ସୁଗାର ଲେଭେଲ ମେଣ୍ଟେନ୍ କରିକି ରଖିବାକୁ ପଡିବ। ଆମେ ଯୋଉ ଫାଷ୍ଟିଂ ବ୍ଲଡ୍ ସୁଗାର ବା ପୋଷ୍ଟ ପ୍ରାଣ୍ଡିଆଲ ବ୍ଲଡ୍ ସୁଗାର କରିଦେଉଛେ ସେଇଟା ସେଇ ଦିନର ଭ୍ୟାଲୁ, କିନ୍ତୁ ଡକ୍ଟର ଦାସ ଯୋଉଟା କହିଲେ HbA1c ସେଇଟା ଗୋଟେ ଇଣ୍ଡିକେଟର ଯେ ବିଗତ 3 ବର୍ଷ ଭିତରେ ବ୍ଲଡ୍ ସୁଗାର କେତେ ଲେଭେଲରେ ଥିଲା। ଆଜି ବ୍ଲଡ୍ ନେଇକି ସେଟା ଟେଷ୍ଟ ହବ ଯେ, କିନ୍ତୁ ସେଇଟା ଇଣ୍ଡିକେସନ ଦବ ଗତ 3 ମାସ ଭିତରେ ବ୍ଲଡ୍ ସୁଗାର କୋଉ ଲେଭେଲରେ ଥିଲା। ଯଦି ବ୍ଲଡ୍ ସୁଗାର ଯଦି HbA1c 7 ଆସିଲା ତାହେଲେ ଆଭରେଜ ବ୍ଲଡ୍ ସୁଗାର କେତେ, ଯଦି 6 ଆସିଲା ତାହେଲେ ଆଭରେଜ ବ୍ଲଡ୍ ସୁଗାର କେତେ, 5.5 ଆସିଲା ତାହେଲେ ଆଭରେଜ ବ୍ଲଡ୍ ସୁଗାର କେତେ। ସେଇ ଅନୁସାରେ ଆମେ ଜାଣିବା ଯେ ଗତ 3 ମାସ ଭିତରେ ତାଙ୍କର ଡାଇବେଟିସ୍ କଣ୍ଟ୍ରୋଲ ହେଇକି ଥିଲା ନା ମଝିରେ ଅପ୍ ଡାଉନ୍ ହେଇଛି। ଯଦି ମଝିରେ ସେ ଅପ୍ ଡାଉନ୍ ହେଇଛି, କେତେବେଳେ କମିଗଲା କେତେବେଳେ ବେଶୀ ହେଇଗଲା, ତାହେଲେ ବି ଡାଇବେଟିସ ର କମ୍ପ୍ଲିକେସନ ହବ। ସେଥିପ୍ରତି ଆମକୁ ନଜର ରଖିବାକୁ ପଡିବ। ଆଉ ଗୋଟେ କଥା ହେଲା, ଆମେ ଡାଇବେଟିସ୍ ମେଡିସିନ ଖାଉଛୁ, ଆଇଦର ଟାବଲେଟ୍ ଖାଉଛୁ ବା ଇନ୍ସୁଲିନ୍ ଖାଉଛୁ। ସେଠି ଦିଟା କମ୍ପ୍ଲିକେସନ ଅଛି, କେତେବେଳେ ଓଭରଡୋଜ ହେଇଗଲା ଆମେ ମେଡିସିନ ଖାଇଦଉଛୁ, ତାପରେ ପରେ ଖାଦ୍ୟ ଖାଇବା କଥା ଆମେ ଖାଇଲୁ ନାହିଁ, ବ୍ଲଡ୍ ସୁଗାର ବେଶୀ କମିଗଲା, ହାଇପୋଗ୍ଲାଇସେମିଆ ହେଇଗଲା। ସେଥିପାଇଁ ସତର୍କ ରହିବାକୁ ଅଛି। କେତେବେଳେ ଆମର ଅନ୍ୟ ଇନଫେକ୍ସନ ହେଲା, ଜ୍ୱର ହେଲା କି କଣ ହେଲା, ଆମେ ଡାଇବେଟିସ୍ ମେଡିସିନ ଖାଇଲୁନି, ବ୍ଲଡ୍ ସୁଗାର ଅତି ବେଶୀ ବଢିଗଲା, ଏ ବି ଗୋଟେ ଅସୁବିଧା ସିଚୁଏସନ। ଏଇଟା ଏହା ପ୍ରତି ବି ଆମକୁ ସତର୍କ ରହିବାକୁ ପଡିବ। ଆଉ ଗୋଟେ କଥା ହେଲା, ସାର୍ କହିଛନ୍ତି, ଡକ୍ଟର ଦାସ କହିଛନ୍ତି, ଆଉ ପାର୍ଟିସିପାଣ୍ଟ ମାନଙ୍କ ଭିତରୁ ବିଭିନ୍ନ କ୍ୱେଶ୍ଚନ ଆସିଛି, ସେଟା ହଉଛି ଇଣ୍ଡିଭିଜୁଆଲ ପ୍ରେସକ୍ରିପସନ। ଏମିତି ଭାବରେ ମିଟିଂରେ ଜଣେ ଲୋକ ପାଇଁ କଣ ଦରକାର ସେଇଟା ପ୍ରେସକ୍ରାଇବ କରିବା ଭାରି କଷ୍ଟ। ଥିଓରି ଗୋଟେ ଜିନିଷ ଏବଂ ଜଣେ ଲୋକକୁ ମେଡିସିନ ପ୍ରେସକ୍ରାଇବ କରିବା ମାନେ ଇଣ୍ଡିଭିଜୁଆଲି ଏଇଟା ସମସ୍ତଙ୍କ ପାଇଁ ସମାନ ନୁହେଁ। ଜଣେ ଲୋକ ପାଇଁ ତାର ପାରାମିଟର ଆସେସ କରିକି ହିଁ ଜଣେ କ୍ଲିନିସିଆଲ ପ୍ରେସକ୍ରିପସନ ଲେଖିବେ। ତେଣୁ ଆପଣ କହିଦେବେ ମୁଁ ମେଟଫର୍ମିନ ଖାଉଛି, ମୋର ବ୍ଲଡ ସୁଗାର ଏତିକି ରହୁଛି, ମୁଁ କଣ କରିବି? ନାଇଁ, ଆପଣ ଜଣେ କ୍ଲିନିସିଆଲଙ୍କ ପାଖରୁ ଯାଇକି ତାଙ୍କ ସେ ଦେଖିବେ ଆପଣଙ୍କର ବ୍ଲଡ ସୁଗାର କେତେ ଅଛି, ଅନ୍ୟାନ୍ୟ ଜିନିଷ କୋଲେଷ୍ଟ୍ରଲ କେତେ ଅଛି, କି ଥାଇରଏଡ ଫଙ୍କସନ କେତେ ଅଛି, ଆଉ HbA1c କେତେ ଅଛି, କୌଣସି କମ୍ପ୍ଲିକେସନ ଅଛି କି, ୱିଦାଉଟ୍ କମ୍ପ୍ଲିକେସନ, ୱିଥ୍ କମ୍ପ୍ଲିକେସନ, ତାର ଟ୍ରିଟମେଣ୍ଟ ବି ଅଲଗା। ତେଣୁ ଏମିତି ଗୋଟେ ଓଭରଅଲ ସମସ୍ତଙ୍କ ପାଇଁ ସମାନ ଭାବରେ ଟ୍ରିଟମେଣ୍ଟ ଦିଆଯାଇ ପାରିବ ନାହିଁ। ଆଚ୍ଛା, ଆଉ ତ ପ୍ରାୟ ସବୁ ଜିନିଷ ଡକ୍ଟର ଦାସ କଭର କରିଛନ୍ତି। ମୋଟାମୋଟି ଭାବରେ ଏତିକିରେ ଆମର ଡାଇବେଟିସ୍ ବିଷୟରେ ଯାହା ଆଲୋଚନା କରିବା କଥା ହେଇଗଲା। ଆଉ ମେଡିକାଲ ଭିତରେ ସାଇଣ୍ଟିଫିକାଲି ଯାହା ଯାହା ଡିସ୍କସନ କରାଯାଏ ସେଗୁଡ଼ା ଡାକ୍ତର ମାନଙ୍କ ପାଇଁ ଛାଡ଼ି ଦିଅନ୍ତୁ। ଆମର ସର୍ବସାଧାରଣଙ୍କ ପାଇଁ ଯେତିକି ଆମେ ଜାଣିବା କଥା ମୋଟାମୋଟି ଭାବରେ ସବୁ କଥା ଆଲୋଚନା ହେଇଗଲା। ଆମେ ସେଥିପାଇଁ ମୁଁ ଡକ୍ଟର ଦାସଙ୍କୁ ବହୁତ ଧନ୍ୟବାଦ ଦଉଛି। ବହୁତ ସୁନ୍ଦର ଭାବରେ ସେ ଉପସ୍ଥାପନ କରିଛନ୍ତି ଏବଂ ପ୍ରଶ୍ନକର୍ତ୍ତା ମାନେ ବି ଭଲ ଭଲ ପ୍ରଶ୍ନ ପଚାରିଛନ୍ତି। ଆପଣ ମାନଙ୍କୁ ଧନ୍ୟବାଦ। ଏବେ ମୁଁ ଡକ୍ଟର ସୁଧୀର ନାୟକ ଏବଂ ମଡରେଟର ଚିତ୍ତ ବାବୁଙ୍କୁ କହୁଛି ସେ ଆମର ଆଜିର କାର୍ଯ୍ୟକ୍ରମ ପରିସମାପ୍ତି ଆଡକୁ ନେବେ। ଥ୍ୟାଙ୍କ ୟୁ। ପୁନି କଣ କହୁଥିଲୁ କହ? ମୁଁ ଆଜି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବରେ ତ ଅଭିଭୂତ, ତା ସହିତ ଆମର ଯେତେ ସଦସ୍ୟ ଯୋଗ ଦେଇଥିଲେ ସମସ୍ତେ ପ୍ରାୟ ମୂଳରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଲେ। ସେଇଥିରୁ ଜଣା ପଡୁଛି ଯେ ସମସ୍ତେ କେତେ ଧ୍ୟାନର ସହିତ ସବୁ କଥା ଶୁଣିଲେ
ତେଣୁ ଏ ସବୁ କିଛି ସମ୍ଭବ ହେଲା ଆମର ସଞ୍ଚାଳକ ଡକ୍ଟର ଗୌରବ ଚନ୍ଦ୍ର ସାର୍ ଏବଂ ଆମର ଡକ୍ଟର ଅମୂଲ୍ୟ ସାର୍ ଯେ କି ସୁନ୍ଦର ଭାବରେ ପ୍ରେଜେଣ୍ଟେସନ ଦେଲେ, ତା ସହିତ ଗୋଟେ ଲିଙ୍କ ମଧ୍ୟ ସେୟାର କରାଯାଇଛି। ଯୋଉମାନେ ଯୋଡି ହେଇନାହାନ୍ତି ସେମାନେ ବି ତାର ଉପକାର ପାଇବେ। ତେଣୁ କିଛି ଦିନ ବ୍ୟବଧାନ ହେଇଯାଇଥିଲା ଆମର ଯୋଉ ମୋ ଗାଁ ସ୍ୱାସ୍ଥ୍ୟ ପରିଷଦର ଯୋଉ ସ୍ୱାସ୍ଥ୍ୟ ଚର୍ଚ୍ଚା ବିଷୟଟି, ଆଉ ଏକୁ ଆରମ୍ଭ କରିବା ପାଇଁ ଭଦ୍ରକ ଜିଲ୍ଲା ଶାଖା ତରଫରୁ ଗୋଟେ ବିଶେଷ ପ୍ରୟାସ କରାଗଲା। ଆମେ ଏବେ ଆଶା କରିବା ପ୍ରତ୍ୟେକ ମାସ ଚତୁର୍ଥ ରବିବାରରେ ଆମେ ସ୍ୱାସ୍ଥ୍ୟ ପରିଷଦର କାର୍ଯ୍ୟକ୍ରମ ନେଇ ଆସିବା। ତେଣୁ ଅମୂଲ୍ୟ ସାର୍ ମଧ୍ୟ ଗୌରଚନ୍ଦ୍ର ସାର୍ ମଧ୍ୟ ପୁଣି ତାଙ୍କୁ ଯେତେବେଳେ ସମୟ ମିଳିବ ଭିନ୍ନ ବିଷୟ ନେଇ ଆସିବେ। ଆଉ ଅନ୍ୟାନ୍ୟ ଡକ୍ଟର ବନ୍ଧୁ ମାନେ ଯେ ସବୁ ଅଛନ୍ତି ସଂସଦ ଭିତରେ ବାହାରେ ତାଙ୍କୁ ମଧ୍ୟ ଆମର ନିବେଦନ ରହିବ ବିଭିନ୍ନ ସମୟରେ। ଆଉ ଅତି ସୁନ୍ଦର କାର୍ଯ୍ୟକ୍ରମ, ତେଣୁ ଏଇ ଯୋଉ ସମୟ ଗୋଟେ କ୍ୱାଲିଟି ଟାଇମ ସମସ୍ତଙ୍କ ପାଇଁ ରହିଲା। ଲୋକ ସଂସଦ ପରିବାର ତରଫରୁ ମୁଁ ଉଭୟ ଡକ୍ଟରଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛି। ଏବଂ ସମସ୍ତ ଶ୍ରୋତା ଯିଏ କି ଅଧିକାଂଶ ଆମର ସଦସ୍ୟ ବି ଥିଲେ ଉପସ୍ଥିତ ରହିଲେ, ସହଯୋଗ କଲେ, ତ କାର୍ଯ୍ୟକ୍ରମଟି ଭଲ ରହିଲା। ପ୍ରଫେସର ମହେଶ୍ୱର ଦାସ ମଧ୍ୟ ତାଙ୍କର ଅଭିମତ ଦେଲେ। ମୋଟାମୋଟି ଭାବରେ ଖୁବ ଭଲ ଲାଗିଲା, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ବେଳେ ମୁଁ ଶାନ୍ତି ମନ୍ତ୍ର ମଧ୍ୟ ପାଠ କରୁଛି। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ନିବେଦନ କରିବି ଆଜିର ଅଧ୍ୟକ୍ଷ ସଞ୍ଚାଳକ ଡକ୍ଟର ଗୌରଚନ୍ଦ୍ର ଜେନାଙ୍କୁ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିବା ହେବେ। ବହୁତ ବହୁତ ଧନ୍ୟବାଦ। ଆମେ ଏବେ ଏଇ କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରିବା।